गुरु साक्षात् परम ब्रह्म तस्मै श्री गुरवे नमः। नारायणं नमस्कृत्य नरं चैव नरोत्तमं देवी सरस्वती व्यासं ततो जयमुदीरये। मूर्खं कलिवाचां अंगुलं लंघयते गिरिं यत्कृपातमहं वन्दे परमानन्दमाधवम्। गोविन्द 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 अरुणरुचि मकरन्द सेवकरन्द अनकरी हे तरिले ब्रजनारी से ब्रजनारी कपायरी मनमोधारो निरन्तरी मनोनिरन्तरे थारु कृष्ण बोली दिवजारु कृष्ण बोली जाऊ जीव मोदे उद्धार वासुदेव। आज चतुर्थ स्कंदर 22 अध्याय आगे हम पढ़ी थे। हाँ କାଲି କୋଉଟା ଥିଲା? କାଲି ଥିଲା ଯେ ପୃଥୁ ମହାରାଜ ଯଜ୍ଞ କରିଥିଲେ। ଆପଣ ଶୁଣିଥିଲେ ସେଦିନ? 4 ଜଣ ଲୋକ ଆସିଥିଲେ। ପୃଥୁ ମହାରାଜ ଯଜ୍ଞ କରିଥିଲେ। ଯଜ୍ଞରେ ଭଗବାନ ବିଷ୍ଣୁ ଆସିଥିଲେ, ଇନ୍ଦ୍ର ଆସିଥିଲେ ଏବଂ ଭଗବାନ ବିଷ୍ଣୁ ତାଙ୍କୁ ବର ଯାଚିଲେ। ପୃଥୁ କହିଲେ ମୋର କୌଣସି ବରର ଆବଶ୍ୟକତା ନାହିଁ, ସଦାବେଳେ ମୋର ଆପଣଙ୍କ ପାଦ ପଦ୍ମରେ ଅଚଳ ଭକ୍ତି ହିଁ ମୋତେ ପ୍ରଦାନ କରନ୍ତୁ। ପ୍ରଭୁ କହିଲେ ଯେ ତୁମେ କିଛି ତ ମାଗିଲ ନାହିଁ, ତୁମେ ଯାହା ମାଗିଲ ମୁଁ ତୁମକୁ ସେଇ ବର ପ୍ରଦାନ କରୁଛି ଏବଂ ତୁମେ କିଛି ଦିନ ରାଜ୍ୟ ଶାସନ କର, ତାପରେ ସନତ କୁମାର 4 ଭାଇ ଆସି ତୁମକୁ ପରମ ଜ୍ଞାନ ଉପଦେଶ ଦେବେ, ତୁମେ ସଦ୍ଗତି ପ୍ରାପ୍ତ ହୋଇକି ପ୍ରଦାନ ଯିବ। ତେଣୁ ତାଙ୍କ ରାଜ୍ୟ ଶାସନ ଅତିବାହିତ ହୋଇଯାଇଛି କିଛି ବର୍ଷ। ସନତ କୁମାର 4 ଭାଇ ଆସି ବ୍ରହ୍ମାଙ୍କର ସେବା ନେଉଛନ୍ତି ପୁତ୍ର। ସିଏ ଆସି ପହଞ୍ଚିଛନ୍ତି, ତାଙ୍କ ରାଜ୍ୟସଭାରେ ପହଞ୍ଚିଛନ୍ତି। ରାଜା ତାଙ୍କୁ ଦେଖିକି ଯଥାମାନ୍ୟ ସମ୍ମାନ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କୁ ଗୋଡ଼ ହାତ ସବୁ ଧୋଇକରି ନେଇକରି ରତ୍ନ ସିଂହାସନରେ ବସେଇଛନ୍ତି ଏବଂ ତାଙ୍କୁ ପଚାରିଛନ୍ତି ଯେ ଆଜ୍ଞା ଏ ଭବସାଗରରୁ ପାରି ହେବା ପାଇଁ କ'ଣ ବାଟ ଅଛି, କ'ଣ ଉପାୟ ଅଛି, କ'ଣ କଲେ ମୁଁ ଏ ଭବସାଗରରୁ ଉଦ୍ଧାର ପାଇବି, ଆପଣ ମୋତେ ସେଇ ବିଷୟ କୁହନ୍ତୁ। ସନତ କୁମାର 4 ଭାଇ କହିଛନ୍ତି ଯେ ଏ ଭବସାଗରରୁ ପାରି ହେବାକୁ ହେଲେ 3 ପ୍ରକାରର ଭକ୍ତି ଲୋକ କରନ୍ତି। ଗୋଟିଏ ପ୍ରକାର କ'ଣ ନା ଗୋଟେ ସାତ୍ଵିକ ଭକ୍ତି, ଗୋଟେ ରାଜସିକ ଭକ୍ତି, ଗୋଟେ ତାମସିକ ଭକ୍ତି। ତାମସିକ ଭକ୍ତି କ'ଣ ନା ଯେଉଁଠି ସତ୍ସଙ୍ଗ ହେଉଥାଏ, ଯେଉଁଠି ଭଗବାନଙ୍କର ନାମ କୀର୍ତ୍ତନ ହେଉଥାଏ, ସେମାନେ ସେଠି ବସନ୍ତି କିନ୍ତୁ ତାଙ୍କର ମନ ସେଠି ନଥାଏ। ଆଡ଼େ ସାଡ଼େ ତାଙ୍କର ମନ ସବୁ ସେ କଥାକୁ ଖାଲି ବାଧ୍ୟବାଧକତାରେ ସେଠି ବସିଥାନ୍ତି। ସେମାନଙ୍କର ପ୍ରକୃତ ସେଗୁଡ଼ା ହେଉଛି ତାମସିକ ଭାବ, ସେମାନଙ୍କର ପ୍ରକୃତ ସେଇଟା ଭକ୍ତି। ପୁଣି କହିଲେ ତା ଉପରକୁ ନା ରାଜସିକ ଭକ୍ତି। ରାଜସିକ ଭକ୍ତି କ'ଣ ନା ଯେଉଁଠିକି ଯାଆନ୍ତି ଭଗବାନଙ୍କ ପାଖରେ ସେମାନେ ସବୁବେଳେ ଜଣାନ୍ତି ମୋର କେମିତି ଯାହା ଚାହୁଁଛି ତାହା ପୂର୍ଣ୍ଣ, ମୋର ସମସ୍ତ କାମନା ପୂର୍ଣ୍ଣ। ସେ ରାଜସିକ ଭକ୍ତି, ସେଇଟା ପ୍ରକୃତ ଭକ୍ତି ଯୋଗ୍ୟ। ସେଥିରେ ସାତ୍ଵିକ ଭକ୍ତି କ'ଣ ନା ସେ ସଂସାରର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରି ସୁନ୍ଦର ଭାବରେ ଏବଂ ଭଗବାନଙ୍କ ପାଖରେ ଯାଇକରି ଭଗବାନଙ୍କର ସେବା ନିମିତ୍ତ ଯେ ମୁଁ ଯିବି ପ୍ରଭୁଙ୍କ ପାଖରେ କିଛି ମୋର ସେବା ପ୍ରଦାନ କରିବି। କୌଣସି କାମନା ବାସନା ନାହିଁ, କୌଣସି ସ୍ୱାର୍ଥ ତାର ନାହିଁ, କେବଳ ମୁଁ ଯିବି ପ୍ରଭୁଙ୍କର ମନ୍ଦିର ସଫା କରିବି,
ପ୍ରଭୁଙ୍କର ସମସ୍ତ ଫୁଲ ନେଇକି ଦେବି, ପ୍ରଭୁଙ୍କୁ ଟିକେ ନୈବେଦ୍ୟ ଦେବି, ପ୍ରଭୁଙ୍କର ଟିକେ ଜଳ ସ୍ନାନ କରି ତାର ଯେତିକି କରିଦେବ, ଯେତିକି ସାମର୍ଥ୍ୟ ସେଇ ଅନୁସାରେ ସେ କର। ତା ମନ ଭିତରେ କୌଣସି ପାଇବାର ଇଚ୍ଛା ନଥାଏ। ଏଇଟା ହେଉଛି ସାତ୍ଵିକ ଭକ୍ତି। ତେଣୁ ସଂସାରରେ ଚଳିବା ପାଇଁ ହେଲେ ତାଙ୍କୁ ବୈରାଗ୍ୟ ଓ ଭକ୍ତି ନିତ୍ୟାନ୍ତ ଆବଶ୍ୟକ। ବୈରାଗ୍ୟ କ'ଣ ନା ସଂସାରର ଏଇ ଯେଉଁ ସମସ୍ତ ବିଷୟ ବାସନ ପ୍ରତି ତୁମର ଘୃଣାଭାବ ଆସିବା ଦରକାର। କାହିଁକି ନା ଏ ସବୁଗୁଡ଼ିକ ଅଛି। ମୁଁ ଯେତେବେଳେ ଚାଲି ଯାଉଛି ବା ମୋର ଯେଉଁମାନେ ଥିଲେ ପୂର୍ବବଂଶ ଯେଉଁମାନେ ଥିଲେ, ମୋର ପିତା ଥିଲେ, ପିତାମହ ଥିଲେ, ସମସ୍ତେ ଛାଡ଼ି ଚାଲିଗଲେ। କିଛି ଏଠୁ କେହି ବି ନେଇକରି କିଛି ଯାଇନାହାନ୍ତି। ସେ ମୁଠାଏ ପାଉଁଶ ହେଇ ସଂସାରରେ ତାଙ୍କର ଶେଷ ହେଇଯାଇଛି। ତେଣୁ ମୁଁ ମଧ୍ୟ କିଛି ନେବି ନାହିଁ। ତେଣୁ ମୁଁ ଯେତିକି ଦିନ ଅନ୍ତତଃ ରହିବି କ'ଣ କରିବି ନା ଯେହେତୁ ସଂସାରରେ ଅଛି ସେ କାର୍ଯ୍ୟକୁ ସବୁ ସମ୍ପନ୍ନ କରିବି, କିନ୍ତୁ ତା ଦେହରେ ଆସକ୍ତି ରଖିବି ନାହିଁ। କର୍ତ୍ତବ୍ୟ ଦୃଷ୍ଟିରୁ ମୁଁ ତାକୁ ପାଳନ କରିବି, କିନ୍ତୁ ତା ଦେହରେ ମୁଁ ପୁରା ଲିପ୍ତ ହେବିନି, ବୁଡ଼ି ଯିବିନି। ଯେମିତି ପଦ୍ମପତ୍ରରେ ପାଣି ରହୁଛି କିନ୍ତୁ ତାର ସମ୍ବନ୍ଧ ସମ୍ପର୍କ କିଛି ନାହିଁ, ସିଏ ଅଲଗା ଇଏ ଅଲଗା। ସେମିତି ଆପଣ ସବୁ ଭିତରେ ଥାଇକି ଯଦି ଭଗବାନଙ୍କ କଥାରେ ଆପଣଙ୍କର ମନକୁ ସ୍ଥିର ରଖିବେ, ଚିତ୍ତକୁ ସ୍ଥିର ରଖିବେ, ତାହେଲେ ସଂସାରର ସମସ୍ତ ବିଷୟ ବାସନା ଭିତରେ ଥିଲେ ବି ଆପଣଙ୍କର ପ୍ରଭୁଙ୍କର ପ୍ରିୟ ଭାଜନ ହେଇପାରିବେ, ପ୍ରଭୁଙ୍କର କୃପା ଆପଣ ପ୍ରାପ୍ତ ହେଇପାରିବେ। ଏଇ କଥା ସନତ କୁମାର ତାଙ୍କୁ ବୁଝେଇଛନ୍ତି। 4 ପୃଷ୍ଠା ସରିଛି, ଆଜି ଆଉ 4 ପୃଷ୍ଠା ପଢ଼ା ହେବ। ସେ ଗୋଟିଏ ଅଧ୍ୟାୟ ଗୋଟେ ବଡ଼ ଅଧ୍ୟାୟ ନା କ'ଣ ବୋଲ ଏତ କଥା ଆଉ ଏତିକି ତ କଥା। ଯେତେ କୃଷ୍ଣର ଗୁଣଗ୍ରାମ ତହିଁ ସାଧକ ଯେଉଁ ଜନ ତେଣୁ ବଢ଼ଇ ତାର ଭକ୍ତି ଆନ ପ୍ରସଙ୍ଗେ ଅନାସକ୍ତି ଏ ଭକ୍ତି ଏବଂ ବୈରାଗ୍ୟ ସମ୍ବନ୍ଧରେ ସନତ କୁମାର କହୁଛନ୍ତି ପୃଥ୍ୱୀ। ଯେ କ'ଣ ନା ପ୍ରକୃତ ଭଗବାନଙ୍କୁ ଯିଏ ଭଲ ପାଏ, ଯିଏ ପ୍ରକୃତ ଭକ୍ତିର ସାଧନା କରେ, ବୈରାଗ୍ୟର ସାଧନା କରେ, ସେ କ'ଣ ନା ଭଗବାନଙ୍କ କଥା ପ୍ରସଙ୍ଗ ଛଡ଼ା ଅନ୍ୟ କୌଣସି କଥାରେ ତାର ଆସକ୍ତି ହେବନି କି ଶ୍ରଦ୍ଧା ହେବନି ଶୁଣିବା। ଅନ୍ୟ କଥା ବି ସେ କେବେ ଶୁଣିବ ନାହିଁ। କାହିଁକି ନା ସେ କଥାରେ ମୋତେ କୌଣସି ଫାଇଦା, କୌଣସି ମୋର ଲାଭ ନାହିଁ। ସେ କଥା ଶୁଣିଲେ ବରଂ ମୋର କ'ଣ ଲାଭ? ଏକରେ କୌଣସି ତା ଦ୍ୱାରା ଅର୍ଥ ଉପାର୍ଜନ ହେବନି କି ତା ଦ୍ୱାରା ସଂସାର କାର୍ଯ୍ୟ କିଛି ହେଇପାରିବ ନାହିଁ, କି ମୋର ମଧ୍ୟ ସଦ୍ଗତି ହେବ ନାହିଁ। ସଂସାରର କିଛି ଉପକାର ଲାଗିଲା ନାହିଁ କି ମୋର ବ୍ୟକ୍ତିଗତ ମୁଁ ସେଗୁଡ଼ା ଶୁଣିବି କାହିଁ? ତେଣୁ ଆମେ କ'ଣ କରୁଛୁ ନା ଦୈନନ୍ଦିନ ଗୁଡ଼ାଏ ଅଯଥା ବୃଥା କଥା ହେଉଛି, ଯେଉଁ କଥା କି ଆପଣଙ୍କର କୌଣସି କାମରେ ଆସେ ନା। ସେ ସେଇ କଥା ଗୁଡ଼ା କହୁଛନ୍ତି ଯେ ଯେତେ କୃଷ୍ଣର ଗୁଣ ଗ୍ରାମ ତହିଁ ସାଧକ ଯେଉଁ ଜନ ତେଣୁ ବଢ଼ଇ ତାର ଭକ୍ତି ଆନ ପ୍ରସଙ୍ଗେ ଅନାସକ୍ତି ସେ ବ୍ରହ୍ମଟେ ସଦା ସତ ଅନାଦି ନିର୍ଗୁଣ ଅନନ୍ତ ତହିଁ ଯାହାର ରତି ହୁଏ ସେ ପ୍ରାଣୀ ବଧ ନହେ ମୋହେ। ତାକୁ ସଂସାରର ବନ୍ଧନ ବାନ୍ଧି ପାରିବ ନାହିଁ। କାହିଁକି ନା ଯାହା ଆସିଲେ ବି ତା ମନରେ ସେ ପରମାତ୍ମାଙ୍କ ଭିତରେ ସ୍ଥିର ଥିବ। ସବୁ ସଂସାର ଭିତରେ ଥିବ, ଆପଣଙ୍କ ଭିତରେ ବସିଥିବ, ଆପଣଙ୍କ କଥା ଶୁଣୁଥିବ, ଆପଣଙ୍କ ସାଙ୍ଗେ କଥା ହେଉଥିବ, କିନ୍ତୁ ମନ ତାର ଲକ୍ଷ୍ୟ ଯାଇକରି ସେଠି ତାର ଚଞ୍ଚଳ ବୁଲୁଥିବ। ଯେମିତି ଆମେ ବେଳେବେଳେ ଗୋଟାଏ କଥାରେ ଏମିତି ମଜି ଯାଇଥିବା, ଆପଣଙ୍କ ପାଖରେ କିଏ ଚାଲିଗଲେ ବି ବଳରାମ ପାସ୍ତରେ ଡାକିଥିଲେ ଆପଣଙ୍କୁ ଶୁଭିବନି। କାହିଁକି ନା ଗୋଟେ ଲୟରେ ଆପଣ ରହିଯାଇଛନ୍ତି। ସେମିତି ଯେତେବେଳେ ମନ ଆପଣଙ୍କର ତାଙ୍କ ସହିତ ଲାଗିଯିବ, ସେ ସବୁ ଅହମତ ଶୋଷ ସଂକଟ କିନ୍ତୁ ଆମ ସେଠି ପ୍ରଥମେ କାଲି ଯେଉଁଠି ଆମର ଗଭର୍ଣ୍ଣମେଣ୍ଟଙ୍କର ସବୁବେଳେ ଆଟେଣ୍ଡ କରେ, ସବୁବେଳେ ଦେଖାଯାଏ ବସେ। କାଲି କ'ଣ ଗୋଟେ ଏମିତି ଦେଖ ମୁଣ୍ଡ ଗୋଟେ ଏମିତି ପଡ଼େ ସାଇକେଲ ଜିନିଷଟା ମୁଁ ତାକୁ ଭାବି ଗାଡ଼ି 6ଟା ହେଇଗଲାଣି। ମୁଁ ଆଉ ମୋର ଆଉ ଜାଣିନି ସେ ସୁବିଧା ମୁଁ ଧରିଛି ହାତରେ ଧରିଛି ରହିଯାଇଛନ୍ତି ଗୋଟେ ଲକ୍ଷ୍ୟ ଲୟରେ ରହିଯାଇଛି। କିଏ ଫାଲତୁ କଥା ମୁଣ୍ଡ ଭାରି ଠିକ୍ ଠାକ୍ ହେଇକି ଠାକୁର
ସେଇଠି ଯାଇକି ଆକୁ ଆପଣ ଛଅଟା ସିରିଏଲ୍ଟା ପରେ ଲଗେଇ ଦେଇକି ମୁଁ ରାତିରେ ଗଲେ ଯାଇକି ଦୁଆ ଦେଇକି ଠାକୁରଙ୍କ ପାଖରେ ଘରେ 5:50 ସବୁ 5:55 ସଦାବେଳେ ସେ ସନ୍ଧ୍ୟାବେଳେ ମୁଁ ସଦାବେଳେ ଏତେ କରେ। ହଁ ସେଇଟା ଭାରି ବଢ଼ିଆ ଲାଗେ ନା। ମୋତେ ଭାରି ଭଲ ଲାଗେ ସେ ଜିନିଷ। ମୁଁ କହିଲି କୁଆଡ଼େ ଯିବା ଦରକାର ଏଇଠି ସେଇ ଦେଖନ୍ତୁ ସେଇ ମନ ସେଇ ମନ ଆପଣଙ୍କର କେତେ ସେଇ ମୃତ୍ୟୁ ଇଏ ହେଇଗଲା କେତେ ଆପଣ ଦେଖନ୍ତୁ କେତେ ଲାଗି ଯାଉଛି ତା ଭିତରେ ଯେ ଏତେ ମଜି ଯାଉଛି ଆପଣ ଆପଣଙ୍କୁ କଣ୍ଟ୍ରୋଲ କରିବା ଭାରି ଡିଫିକଲ୍ଟ। ଆଉ ସେ ବା ଅଲଗା କଥା ଖାଲି ଟାଣି ନେବ ପାଣି ହେଉଛି ଟାଣି ତ ତାକୁ ଚେଷ୍ଟା କରିବା ଯେତେ ଦରକାର ନାହିଁ। ଚେଷ୍ଟା କରିବାକୁ ପଡ଼ିଲେ ସେ ଅନ୍ୟ ବଳି କହୁଛି ତମେ ଯେତେ କର ମୁଁ ଛାଡ଼ିବାର ନାହିଁ। ଆମକୁ ତ ଏମିତି ବୁଲେଇବି ଯେ ତମେ ପଶିପାରିବନି ତା ଦେହରେ ଆଉ। ସେ ତ ତାର କରିବ ସେଇଆ ତା ଭୟା କୋଇ ନେଇ ପାୟା। ନାଇଁ ସେ ବା ବର ମାଗିଛନ୍ତି ଯେ ଭଗବାନ କହିଛନ୍ତି କଳି ଦେଖ ମୋତେ ଯିଏ ପ୍ରକୃତରେ ଅନ୍ତରର ସହିତ ଡାକିବ ଶ୍ରଦ୍ଧାର ସହିତ ମୋତେ ଡାକିବ ତୁ ତା କତିକି ଯିବ ଯିବ ଆଉ ଯାହାର ଆଡ଼େ ମନ ସାଡ଼େ ମନ ସାଡ଼େ ମନ ସିଏ ତ ନିହାତି କରିବ ଆଉ ବୁଝିବ ସେ ଗାଉଁଲି ହବ। ସେ ସିନା ପୁରେଇ ଦେଲେ ତମକୁ ଆଗରୁ ବିଭ୍ରାନ୍ତ କରିଦେବେ। ହଁ ସବୁ ଠିକ୍ ଠାକ୍ ଚାଲିଥିଲା। କାଲି ଗୋଟେ ଦିନ ମୁଣ୍ଡ ଗୋଟେ କଥାଟା ପଡ଼ିଗଲା ମୁଣ୍ଡ ହେଇଗଲା ତ କୁଆଡ଼େ କ'ଣ ହେଇଗଲା। ଆପଣ ଦେଖୁନାହାନ୍ତି ହେଲେ ବାମନ ଜନ୍ମ ହେବ ଅଦିତିଙ୍କ ଗର୍ଭରୁ ସେ ଇନ୍ଦ୍ର କ'ଣ କଲେ ନା ଜଗିଥିଲେ ସଦାବେଳେ ଜଗିଥିଲେ। ଇଏ ଅଶୁଦ୍ଧ ଅବସ୍ଥାରେ ଶୋଇଯାଇଛନ୍ତି ସେଦିନକୁ ସବୁଦିନ ବ୍ରତ ପାଳନ କରିକି ଠିକ୍ ସବୁଦିନ ଶୁଦ୍ଧ ଭାବରେ ସେଇଦିନ ଅଶୁଦ୍ଧ ଭାବରେ ଶୋଇପଡ଼ିଛନ୍ତି। ଇନ୍ଦ୍ର ସେଇଦିନ ପଶିକି ତାଙ୍କ ଗର୍ଭରେ ପବନକୁ ଅଣଚାଶ ଖଣ୍ଡ କରି ସେ କହିଲେ ତୁ ତ ମୋ ଦେହରେ ପ୍ରବେଶ କରିପାରିବୁନି ନା ମାତା ତୁମେ ସେଦିନ ଅଶୁଦ୍ଧ ଥିଲା ତୁମେ ଶୋଇପଡ଼ିଥିଲ ସେଦିନ ଆଉ ମୁଖ ସହିତ ଏନାକେ ବଡ଼ ଦେଖନ୍ତୁ ଏତେ ବଡ଼ ଲୋକଙ୍କୁ ଯାଉନି ଶୁଦ୍ଧ ଶରୀର ଆମର ତ୍ରିନାଥ ମାନେ କେଉଁ ଶନିମେଳା ଗୁଡ଼ା ପଢ଼ାଏନି ଆପଣଙ୍କର ଶୁଦ୍ଧ ଶରୀର ନଥିଲେ ପାଦ ନ ଧୋଉଥିଲେ ଭଲ ମନ୍ଦ ନ କରିଥିଲେ ସେଇ ଗୋଟେ ପାପ ଆପଣଙ୍କର ପଶିଯିବ ପ୍ରବେଶ କରିଯିବ ଭିତରକୁ। ଆଜି ଶୁଦ୍ଧ ଥିବ ସେ ପଶିପାରିବନି ସେ ପ୍ରତ୍ୟେକ ଦିନ ଖାଇଲା ବେଳକୁ ଗୋଡ଼ ହାତ ଧୋଇକି ଖାଇବେ। ବର୍ଷ ସାର୍ କହୁନଥିଲେ ସେ ଯେଉଁ ଯେ ମାଧବ ବାବାଙ୍କ କଥା କହୁନଥିଲେ ଯେଉଁ କୁଷ୍ଠ ରୋଗ ଆସିଲେ ତାଙ୍କ ଦେହରେ ପ୍ରବେଶ କରିପାରିଲା ନା। ସେ ସଦାବେଳେ ଦେଖିଲା ଆଙ୍କ ଅଙ୍ଗ ଏତେ ଶୁଦ୍ଧି ଅଛି ଆ ଭିତରେ ମୋର ରହିବା ପାଇଁ ଆଉ ଜାଗା ନାହିଁ ତା ଭିତରେ ବି ନାମ ଚାଲିଛି ଆପଣ ଅଟୋମେଟିକ୍ ଅଭ୍ୟାସ ହେଇଯିବ ନାଇଁ ସେଇଥିପାଇଁ ସେ କହିଲା ତୁ ନାମ ବନ୍ଦ କର ମୋତେ ଭିତରକୁ ଯିବି ନା ହଉ ଠିକ୍ ଅଛି ମୁଁ ନାମ ବନ୍ଦ କରିବି ତୁ ଆସେ ତତେ ଯଦି ପରମିଶନ୍ ଦେଇଛି ଆସିବା ପାଇଁ ପୁରା ଆସିବ ବସିଲା ଯେ ଆଉ ଧୈର୍ଯ୍ୟ କଥା ସେ କଥା ସେ ନାମ ଚାଲିଲା ତ ଇଏ ଭାରି ପଳେଇଲା ନାମ ହରିନାମ ଯୋଉଠି ଭିତରେ ବର୍ଜନ କରୁଛି ମୁଁ ସେ ଭିତରେ ସେ ପୁଣି ମନକୁ ତାର ଆସେ ପଡ଼େ। ଦେଖ କେତେ ଜୋର ସ୍ପ୍ଲିଟ୍ ତାଙ୍କର যে সদা গুরু সেবা করে সে দেবে জ্ঞান মার্গ ধরে জ্ঞান বৈরাগ্য যোগ বলে এ জীব কোষ দহে এ পঞ্চভূতর হৃদয় জীবন হইছি ଏ ପଞ୍ଚଭୂତ ଦେହ ଭିତରେ ଜୀବ ବାସ କରୁଛି। ଜୀବନ ଏଇଟା ହେଉଛି ଘର। ଜୀବ ଆମ ଭିତରେ ଅଛନ୍ତି ଜୀବାତ୍ମା ଅଛନ୍ତି ସିଏ ଏଇ ଘର ଭିତରେ ହିଁ ବାସ କରୁଛନ୍ତି। ଜ୍ଞାନ ନଳ ହେଲେ ଜାତ ତେବେ ସେ ହୁଏ ଭସ୍ମ। ଯଦି ଆପଣଙ୍କ ଭିତରେ ଜ୍ଞାନର ଅନଳ ଜଳିବ ତାହେଲେ ଗୁଣ ମାୟା ଆସକ୍ତି ସବୁ ଜଳିପୋଡ଼ି ପାଉଁଶ ହେଇଯିବ। ଆଉ ତା ଭିତରେ କିଛି ମାୟାମୋହ ଫଳି କେହି ପଶିପାରିବେ ଆଉ ନାହିଁ। ତେଣୁ ସେତିକି ଜାଗ୍ରତ ପ୍ରହରୀ ହିଁ ଆପଣଙ୍କୁ ତାକୁ ଜାଳିବାକୁ ପଡ଼ିବ। ଯେମିତି ଦୀପ ଜାଳୁଥିବା ପର୍ଯ୍ୟନ୍ତ ଘରଟା ଆପଣଙ୍କର ଥିବ ଆଲୋକିତ। ଦୀପ ଲିଭିଲା ମାନେ ଘର ଅନ୍ଧାର ସେମିତି ଆପଣ ହୃଦୟ ଦୀପ ଯେପର୍ଯ୍ୟନ୍ତ ଆପଣଙ୍କର ଚିନ୍ତା ତାଙ୍କ ଗତିରେ ଥିବ ଦୀପ ଜଳୁଛି ତା ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ଯଦି ଅନ୍ଧାର ହେଲା ମାନେ
ତେଣୁ ଗୀତାରେ ଗୋଟିଏ ଜିନିଷ ଅଛି ଶୁଣକ ଯେ ଯେତେବେଳେ ସମସ୍ତଙ୍କ ପାଇଁ ନିଶା ବା ସମସ୍ତେ ଯେତେବେଳେ ଶୋଇଯାଆନ୍ତି ଅନ୍ଧାରରେ, ଜ୍ଞାନୀମାନେ ସେତେବେଳେ ଜାଗ୍ରତ ଥାନ୍ତି। ତାଙ୍କ ଭିତରେ ସେଇ ଯୋଗୁଁ ମାୟା ପ୍ରବେଶ କରିପାରେ ନାହିଁ। ସେ ସଦାବେଳେ ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ସେ ଅଶୁଦ୍ଧ ଭାବନାକୁ ହୃଦୟ ଭିତରକୁ ପ୍ରବେଶ କରିଦେବେ ନାହିଁ। ये जीव कोश जीवे जाई तेबे से ब्रह्म ज्ञान पाई, अनल प्रकाशिले जन्हे अरणी हुअन्ति दहने। ଯେମିତି ଅଗ୍ନିରେ କାଠ ଯେତେ ଗଦା ଗଦା ହେଇଥାଉ, ଅଗ୍ନିରେ ପଡ଼ିଲା ମାନେ ପର୍ବତ ଭଳିଆ ପ୍ରମାଣର କାଠ ସବୁ ଜଳି ପୋଡ଼ି ପାଉଁଶ ହେଇଯିବ। ସେମିତି ଆପଣଙ୍କ ଭିତରେ ଯେତେ ପାପ ମହିଳା ଥାଉ, ଯେତେ ଜ୍ଞାନର ଅଗ୍ନି ତା ଭିତରେ ପ୍ରଜ୍ୱଳିତ ହେଲା, ଏସବୁ ପୋଡ଼ି ପାଡ଼ିକି ପାଉଁଶ କରିଦେବ। ତେସରେ ଲିଙ୍ଗ ଶରୀର ଜ୍ଞାନେ ଦହଇ ଲିଙ୍ଗ ଶରୀର କହିଲେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ଆଉ ପଞ୍ଚ ତନ୍ମାତ୍ରା, ମନୋବୁଦ୍ଧି, ଏସବୁ ମିଶିକିରି ଆମର ଇଏ ହେଲା ସ୍ଥୂଳ ଶରୀର। ଆଉ ଭିତରେ ଯେଉଁଗୁଡ଼ିକ ଅଛି ସେ ହେଉଛି ସୂକ୍ଷ୍ମ ଶରୀର। ଏଇ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରର ସମସ୍ତ ଗୁଣ ଭାବନା ନଷ୍ଟ କରିଦିଏ ଯେତେବେଳେ ସାଧକ ତାର ତପସ୍ୟା ଆରମ୍ଭ କରିବା, ଯେତେବେଳେ ସାଧନା ଆରମ୍ଭ ହେବ। ଆସ୍ତେ ଆସ୍ତେ ତା ମନ ଭିତରୁ ଏଇ ମହିଳା ଗୁଡ଼ିକ ଧୀରେ ଧୀରେ ସଫା ହେଇଯାଏ। ଧୀରେ ଧୀରେ ହେବ, ଏକାଥରେ କ'ଣ ସବୁ ଜାଗା ପଳେଇବ? ଧୀରେ ଧୀରେ ସବୁ ଜିନିଷ। यमन्ते ज्ञानन्ते यार लुहई भवबन्ध उपाधि वासना शेष ज्ञान आळे भय ध्वंस उपाधि हते निरुपराई तारवादी होई विनाश होए अभिमान आपणा पर आदि ज्ञान। लोकर जेतबेले ज्ञान आसीଯିବ सी मोर तू तोर भावना तार नष्ट हो समस्त ଜ୍ଞାନ ଆସିଗଲେ ସବୁ समस्त को गोटे भाव जे ये पृथ्वी सारा समस्त होती से गोटे तत्व गोटे जिनस तार ओलाशुणी मठ को जिते आसिले अरक्षित दास महापुरुष ऊपर थे माँ थे चंडिका पर कहले मुझे आस्थान करके भगवान को तपस्या माँ कहले यहाँ मो जगह मुझे ये रखीदेवी ते खाईदेवी तू कौन खाइब तू मत जहाँ देचु तू नौन करके देहर समस्त झाड़ीदेले सब जगह मांस गली पड़े कहले नहीं खा तू जिनस तो तू जिनस मुझे सब जगह नहीं खा तेणु माँ कौन कले ना ऊपर ओल्ल आसे तले रही पुणी ताकू बाट छाड़ी कहले रखित तू जा तू समस्त देखुं साधक माँ जो कहला मुझे खाइबी अरक्षित दास पुरुष देह को झाड़ीदेले सब जगह मांस गली पड़े नहीं खा ये सब बहुत जिनस आमर सी जिनस से साधना ना से प्रकार भाव ना से प्रकार किसी ना आम सी गोटे रास्ता आम बर्तमान आम नौटा प्रकार भक्ति अच्छी नवधा प्रकार भक्ति 9 प्रकार भक्ति प्रथम भक्ति जदि आम करवा बहुत किसी मात्रा निश्चित प्रथम भक्ति आप करेंगे है श्रवण शुणवे द्वितीय भक्ति है कीर्तन कीर्तन मुखर आप कीर्तन करेंगे भगवान को आप वंदना करेंगे स्तुति स्तव गाइबे प्रथम दिना तो हो प्रथम दिन तो यहाँ सहज शुणी हम आ तुम वर्णना कर न कर तुम गोटे कर गोटे कर दीटा भी तुम जब न कर गोटे भी कर गोटे नाम जहाँ आप कहली दीटा कर सहज सहज एकदम सहज मुझे कहया कथा से तो यथेष ना तार गुणादि होय लय विनाश होय अभिमान
ଏ ପରାପର ନୁହେଁ ମତି ଜନ୍ମ ହିଁ ନିଜ ଭାବେ ରତି। ଜନ୍ମ ହିଁ ନିଜ ଭାବେ ରତି କ'ଣ ସେ ସେତେବେଳେ ବୁଝିଯାଏ ଆରେ ମୁଁ ଏ ଶରୀର ନୁହଁ, ମନ ନୁହଁ, ବୁଦ୍ଧି ନୁହଁ, ଅହଙ୍କାର ନୁହଁ, ମୁଁ ହେଉଛି ସତ୍ ଚିତ୍ ଆନନ୍ଦମୟ ପରମାତ୍ମା। ମୁଁ ସେ ଭଗବାନଙ୍କର ଅଂଶ। ସେ ହେଉଛନ୍ତି ମୋର ପିତା, ମୁଁ ହେଉଛି ତାଙ୍କର ପୁତ୍ର, ମୁଁ ହେଉଛି ତାଙ୍କର ଅଂଶ। ତେଣୁ ସତ୍ ଚିତ୍ ଆନନ୍ଦ ଏଇ ତିନୋଟି ବସ୍ତୁରେ ମୋର ଦେହ ତିଆରି। ଏ ଯେଉଁ ଲୋଭ କାମ କ୍ରୋଧ ମାୟା ମୋହ ଏଗୁଡ଼ାକ ଆସିଲା କେଉଁଠୁ? ଏଗୁଡ଼ାକ ସବୁ ହେଉଛି ସଂସାରର ମାୟା ମୋହ ଏବଂ ଅଜ୍ଞାନର କାରଣ ଏସବୁ। ତେଣୁ ସିଏ ଆକୁ ପରିତ୍ୟାଗ କରେ ଏବଂ ନିଜର ଭାବରେ ସଦାବେଳେ ରୁହେ, ଅର୍ଥାତ୍ ସଦାବେଳେ ସତ୍ ଚିତ୍ ଆନନ୍ଦମୟ ସେ ନିର୍ଲିପ୍ତ ଭାବନାକୁ ସେ ମନରେ ଧରିକି ସଦାବେଳେ ଦିବ୍ୟ ଆନନ୍ଦରେ ସେ ବିଚରଣ କରେ। ତାକୁ ଦେଇ କୌଣସି ଜିନିଷ ଆପଣ ତ ଦି ଚାପୁଡ଼ା ପକେଇଲେ ସେ କିଛି କହିବେ, କିଛି କହିବେ। ଜଣେ ଭରତକୁ ଆପଣ କହନ୍ତି ନା ଏଠି ଶୁଣୁଥିଲେ ସେ କଥାକୁ ବାରମ୍ବାର ପ୍ରଶଂସାରେ କହିଛନ୍ତି। ତାକୁ ଯିଏ ନେଲେ ଦେବା ପାଇଁ ସେ ଯେଉଁ ସବୁ ମହାରାଜା ଭଳିଆ ଲୋକ ତା ଗୋଡ଼ରେ ପଡ଼ିଲେ ନାଇଁ ସେ ହାଣିବାକୁ ଯେତେବେଳେ ନେଲେ ସେ ଯେଉଁ ବଳି ଚଢ଼ିବା ପାଇଁ ସେ କ'ଣ ପ୍ରତିବାଦ କରୁଛନ୍ତି କାହିଁକି ମୋତେ ନେଉଛ, କେଉଁଠିକି ନେଉଛ ପଚାରିଲେ କିଛି ନାହିଁ, କାହିଁକି ନେଉଛ କୁଆଡ଼େ ନେଉଛ କିଛି ପଚାର। ଆମକୁ ଧରିଲେ ଦି ଚାରି ଜଣ ଆସି ଆମେ କ'ଣ ହେଇଥିଲୁ ସାଂଘାତିକ ଆମେ ସମୟ ସତ କଥା। ଆପଣ ଏଇଟା ଯଦି ନିର୍ଜନିଆ ଜାଗାରେ ଦି ଚାରି ଜଣ ମାଡ଼ି ବସିକି ଧରିଦେବେ ସବୁ ଆମେ ସମସ୍ତଙ୍କ କଥା ପଢ଼ୁ। ଆମେ କ'ଣ ହେବା ସେଠି? ଆମ ପିଢ଼ି ପାଇଁ ଆମକୁ ଉତ୍ସାହ ହେଇଯିବ। କିନ୍ତୁ ସିଏ ଆପଣ ଦେଖନ୍ତୁ କେମିତି ନିର୍ଭୟ ଏବଂ କିଛି ମନ ଭିତରେ ଟିକି ପ୍ରତିକ୍ରିୟା ନାହିଁ। ମୁଣ୍ଡକୁ ନେଇ ଦେଖେ ପୁରା ଏ ଜ୍ଞାନରେ ଅଛନ୍ତି, କ'ଣ ଏ ପାଗଳ ନୁହଁ। ତେଣୁ ଯେତେବେଳେ ତାଙ୍କ ଉପରେ ଆପଣ ପୂର୍ଣ୍ଣ ଭରସା କରି ସବୁ ଜିନିଷ ଛାଡ଼ି ଦେଇଯିବେ, ସିଏ ଆପଣଙ୍କୁ କେମିତି ରକ୍ଷା କରିବେ କ'ଣ ସିଏ ଆପଣଙ୍କର କିଛି ଆଉ ଦାୟିତ୍ୱ ବୁଝିବାର ନାହିଁ। ସେ ପୁଣି ଅନ୍ତର ବାହାରେ ଦୁଃଖ ସୁଖ ନ ବିଚାରେ, ବାହାରେ ସେ ନ ଲକ୍ଷରେ କିଛି ଘଟାଦି ବସ୍ତୁ ଯେତେ ଅଛି ଏଠାକୁ ପ୍ରତିଲକ୍ଷ୍ୟ ଦେବା ଭୋଗ ରୂପ ଦେଖାଇ କହିବା ଦ୍ରଷ୍ଟା ଦୃଶ୍ୟର ଭିନେ ବିଧି। ଏହାଙ୍କ ହେତୁ ମନ ବୁଦ୍ଧି ୟା ତମା ଏ ମୋହର ପର ଏ ଭେଦ ପରେ ସଦାବେଳେ ଅହଙ୍କାର କ'ଣ କରେ ନା ମୋରି କଥାଟି କେମିତି ସବୁବେଳେ ବଜାୟ ରହିବ, ମୋରି କଥା କେମିତି ସତରେ ପୂର୍ଣ୍ଣ ହେବ, ମୋର ସମସ୍ତ କାମରେ ପୂର୍ଣ୍ଣ ହେବ, ଆଉ କାହାର କିଛି ପୂର୍ଣ୍ଣ ହେବ ନ। ସଂସାରୀ ଲୋକର ଏଇ ହେଉଛି ଏଇ କଥାର ବିଚାର ହେଉଛି ଏଇଆ। ଭେଦ କରନ୍ତା ଯେବେ ମଲା ତାର ଜ୍ଞାନ କ୍ଷୟ। ଭେଦଭାବ କରୁଛି ଅହଙ୍କାର, ଯେ ଆପଣ ଅହଙ୍କାରଟାକୁ ଛାଡ଼ିଦେବେ ତାହେଲେ ସିଏ ମରିଗଲା। ଆଉ ସେ ଭେଦାଭେଦ କରିପାରିବ ନାହିଁ, ଯେଉଁଟାକି ସେମାନଙ୍କ କତିରେ ଥିଲା, ଜଡ଼ଭକ୍ତିଙ୍କ କତିରେ ଥିଲା। ନିଗମାନନ୍ଦ ପରମହଂସ, ଆମର ଅଭିରାମ ପରମହଂସ, ରାମକୃଷ୍ଣ ପରମହଂସ, ଏମାନଙ୍କ କତିରେ ସେଇ ସବୁ ଦିବ୍ୟ ଗୁଣର ସବୁ ଅଧିକାରୀ। ସେମାନେ କେତେ ଭେଦ କରନ୍ତା ଯେବେ ମନ ତାର ଜ୍ଞାନ କ୍ଷୟ ଗଲା। অজ্ঞান নাশে সর্বেক ভোরাজা করতু বিবেক যেসনে শয়নে স্বপ্ন মিথ্যা গ্রাসে দেখে মন আপনে হই থাই রাজা সঙ্গতে দেখে জনপ্রজা সৈন্য সামন্ত গজরথ মিথ্যা প্রপঞ্চ মনে সত সে পুনি স্বপ্ন অবসানে সকল মিথ্যা বলি মনে রাজ্য সম্পদ ভোগ যেতে শোচনা ন করই চিতে তেসনে জ্ঞান উপজিলে এ সর্বনাশ জানতি বলে আনন্দিত যেମିତି ଆମର ଅଭିନୟ ହେଉଛି, ନାଟକ ହେଉଛି, ଜଣେ ହେଇଛି ମହାରାଜା ହେଇଛି, ଜଣେ ମନ୍ତ୍ରୀ ହେଇଛି, ଜଣେ ପଟୁଆଲା ହେଇଛି, ଜଣେ ଯେତେବେଳେ ସେ ତାଙ୍କର ପୋଷାକ ପତ୍ର ସବୁ ଓହ୍ଲେଇକିରି ସେ ନାଟକ ଅଭିନୟର ସରିଯାଉଛି, ତାପରେ ସେ ସାଧାରଣ ସିଏ ଭାବୁଛି ଯେ ମୁଁ ମହାରାଜା
ତାରି ଭଳିଆ ଆକ୍ଟିଂ ଅଭିନୟ କରୁଛି ନା। ଆମେ ସିରିଏଲ ଦେଖନ୍ତୁ ନା ନାଟକ ଦେଖନ୍ତୁ ନା ସିନେମା ଦେଖନ୍ତୁ, ଆପଣ ସେଇଠି ସେ ଅବିକଳ ଅଭିନୟ କରୁଛି। ଆଉ ଦେଖିବ ଭିଲିଆନଟା ଠିକ୍ ଭିଲିଆନ ଭଳିଆ ଅଭିନୟ କରୁ, କିନ୍ତୁ ସିଏ ଆସିଲେ ସାଧାରଣ ଲୋକଟି, ସିଏ କୌଣସି ଜୀବକୁ ଟିକେ ମାରୁ ବି ନଥିବ, କିନ୍ତୁ ସେଠି କ'ଣ କରୁଛୁ ଛୁରୀ ଚଲେଇ ଆକୁ ମାର ତାକୁ ମାର ଅଭିନୟ। ତେଣୁ ସଂସାର କ୍ଷେତ୍ରରେ ଆମେ ସମସ୍ତେ ଆସିଛେ ଅଭିନୟ କରିବା ପାଇଁ। ତେଣୁ ଆମକୁ ଯେଉଁ ଜିନିଷ ଦିଆଯାଇଛି ଆମେ ସେଇ କାର୍ଯ୍ୟଟିକି କେମିତି କରୁଛେ ଭଗବାନ ତା ଭିତରେ ସାକ୍ଷୀ ସ୍ୱରୂପରେ ସବୁ ଦର୍ଶନ କରୁଛନ୍ତି। ମୁଁ ଆକୁ ଦେଇଥିଲି ଏଇ ଦାୟିତ୍ୱ ଦେଇଥିଲି, ଇଏ ତାର କର୍ତ୍ତବ୍ୟକୁ କେମିତି ସୁଚାରୁ ରୂପରେ କରୁଛି କି ନାହିଁ। ତେସନେ ଜ୍ଞାନ ବୁଝିଲେ ସର୍ବନାଶ ଜାନ୍ତି ଭଲେ ଆତ୍ମା ଦେଖନ୍ତା ପୁରୁଷ ଇନ୍ଦ୍ରିୟ ଅର୍ଥାରି ପ୍ରକାଶ। ଏବେନି ପର ଅହଙ୍କାର ଏ ଭେଦ ବିବେକ ବିଚାର ଯାବତ ଉପାଧି ଅଛଇ ତାବତ ଭେଦ ବୁଦ୍ଧି। ଯାବତ ଉପାଧି ଅଛଇ ତାବତ ଭେଦ ବୁଦ୍ଧି ଥାଏ। ଯାବତ ଉପାଧି ମାନେ ଉପାଧି ନା ମୁଁ ବହୁତ ବଡ଼ ପଦପଦବୀରେ ଅଧିଷ୍ଠିତ ହେଇଛି, ବ୍ରାହ୍ମଣ ବଂଶରେ ଜନ୍ମ ହେଇଛି, ମୁଁ କ୍ଷତ୍ରିୟ ବଂଶରେ ଜନ୍ମ ହେଇଛି, ମୋର ଏଇ ସବୁ ଆଧିପତ୍ୟ ସବୁ ରହିଛି। ଏଇଗୁଡ଼ାକ ମନ ଭିତରେ ଉପାଧି ସୃଷ୍ଟି କରେ। ମୁଁ ବହୁତ ପଣ୍ଡିତ, ମୋର ବହୁତ କିଛି ଜ୍ଞାନ ଅଛି, ଏଗୁଡ଼ିକ ହେଉଛି ଉପାଧି ପ୍ରାପ୍ତ। ଏଗୁଡ଼ାକ କ'ଣ କରେ ନା ଅହଙ୍କାର ଜାତ କରିକରି ଆପଣଙ୍କୁ କ'ଣ କରେ ନା ବିନାଶ ଆଡ଼କୁ ଅଜ୍ଞାନ ଆଡ଼କୁ ନେଇଯାଏ। ସେ କହୁଛନ୍ତି ଯିଏ ଯେତେ ଜ୍ଞାନର ଅଧିକାରୀ ହେଉ, ଯିଏ ଯେତେ ବଡ଼ର ଅଧିକାରୀ ହେଉ, ସେ ସବୁବେଳେ ନମ୍ର ଏବଂ ବିନମ୍ର ହେବ। ସିଏ ତାର ଆଧିପତ୍ୟଟାକୁ ତାର ଯେତେ ଥାଉ ସିଏ ତାକୁ ପ୍ରଦର୍ଶନ କରିବନି। ସାଧାରଣ ଲୋକ ଭାବି ଅତି ସାଧାରଣ ଲୋକଟି, ଆଉ କିଛି ନାହିଁ ଏଇଭଳିଆ ତାକୁ ମାଲୁମ କରିବେ, କିନ୍ତୁ ଆଙ୍କର କିଛି ନଥାଇକିରି ଆପଣଙ୍କର ସିଏ କ'ଣ କରିବେ ନା ତାର ଚାରିଗୁଣ ପ୍ରଦର୍ଶନ କରିବେ ଯେ ମୁଁ ଏତେ ଜିନିଷର ହେଉଛି ଅଧିକାରୀ। ସେଇ ଜିନିଷଟା କହୁଛି ଯେ ଜୀବର ସ୍ୱଭାବ ହେଲେ ସଦାବେଳେ ତାର ଉପାଧିଟାକୁ ପ୍ରଦର୍ଶନ କରିବ। ମୁଁ ମୋର ଶକ୍ତି ଏତେ ଅଛି, ମୋ ଘରେ 15 ଜଣ ଲୋକ, ମୁଁ ଚାହିଁଲେ ତମକୁ ସମସ୍ତଙ୍କୁ ସାବାଡ଼ କରିଦେବି। ତାର ସଦାବେଳେ ଏଇ ଜିନିଷ ଉପାଧିଟାକୁ ପ୍ରଦର୍ଶନ କରିବ, ସଦାବେଳେ ତାର ଶକ୍ତିଟାକୁ, ସାମର୍ଥ୍ୟଟାକୁ, ଜ୍ଞାନଟାକୁ ଏ ଦେଖେଇ ହେବ ଲୋକଙ୍କ ଆଗରେ। ଉପାଧି ହତେ ସର୍ବନାଶ ତେବେ ସେ ମାୟା ସୁପ୍ରକାଶ। ଏ ଆତ୍ମା ଦେଖନ୍ତା ପୁରୁଷ ତାହାର ନାହିଁ ଗୁଣ ଦୋଷ। ଉପାଧି ଭେଦେ ଭିନ୍ନ ଦିଶେ ତା ବିନାୟକ ସେ ପ୍ରକାଶେ। ଆମ ଭିତରେ ଯିଏ ଅଛନ୍ତି ତ ଆପଣଙ୍କ ଭିତରେ ସିଏ ଅଛନ୍ତି, ସମସ୍ତଙ୍କ ଭିତରେ ସେ ଅଛନ୍ତି। ଯେତେବେଳେ ଆମର ଉପାଧି ବା ଅହଙ୍କାର ନଷ୍ଟ ହେଇଯିବ, ଆମର ମନ ଯେତେବେଳେ ଆତ୍ମଜ୍ଞାନରେ ପ୍ରତିଷ୍ଠିତ ହେଇଯିବ, ଆମକୁ ସମସ୍ତେ ସମାନ ଦେଖାଯିବେ, ଆପଣଙ୍କୁ ସମସ୍ତଙ୍କୁ ଅଟୋମେଟିକ୍ ଭଲ ପାଇବେ। ନିଜର କ'ଣ କିଛି କ୍ଷତି ହେଇଯାଉ ଆପଣଙ୍କ ମନରେ ଦୁଃଖ ହେବ, ଅନ୍ୟ କାହାର କ୍ଷତି ହେଲେ ଆପଣଙ୍କୁ ବହୁତ କଷ୍ଟ। ଅନ୍ୟ କିଏ ଦୁଃଖ ପାଇଲେ ଆପଣଙ୍କ ଦେହ କ'ଣ ହେଇଯିବ, ନାଇଁ ଲୋକଟା କେମିତି ଉଦ୍ଧାର ପାଇଯାଏ, ଲୋକଟା କେମିତି ଭଲରେ ହଉ। ଯେହ୍ନେ ଦର୍ପଣ ଜଳାଦିରେ ଆପଣା ପ୍ରତିବିମ୍ବ ଧରେ, ଏ ବିନେହିନେ ନ ଦିଶନ୍ତି ଆପଣା ଶରୀର ଆକୃତି। ଆପଣ ଠିଆ ହେଇଯାଏ ଦର୍ପଣ ଆଗରେ, ଆପଣଙ୍କ ଶରୀର ଦେଖାଯାଉଛି। ଆପଣ ଜଳ ଯେଉଁଠି ଅଛି ସେଠି ଠିଆ ହେଇଗଲେ ଆପଣଙ୍କ ଶରୀରଟା ସେଠି ଦେଖାଯାଉଛି, ଆପଣଙ୍କ ପ୍ରତିବିମ୍ବଟା ପ୍ରତିରୂପଟା ଦେଖାଯାଉନି। ଯିଏ ପ୍ରକୃତରେ ଷ୍ଟଡି କରେ, ଆଜ୍ଞା ଜ୍ଞାନ ଆହରଣ କରେ, ଆଜ୍ଞା ତାର କେବେ ଅହଙ୍କାର ନାଇଁ। ଆଉ ଯେଉଁମାନେ ଏଇ ଯେଉଁ ଭାୟା ମିଡ଼ିଆ ଏସବୁ ନେଇକି ଯେଉଁ ଇଏ କରନ୍ତି, ସେଇନା ହିଁ ଆପଣ ସେଇ କଥା ତ କହୁଛନ୍ତି ଆଉ। ପ୍ରକୃତ ଯାହା କହିଲେ ଯିଏ ଜ୍ଞାନର ପ୍ରକୃତ ଅଧିକାରୀ ସିଏ କାହିଁକି ଯିବ? ସିଏ ସଦାବେଳେ ନମ୍ର ବିନମ୍ର। ସେ ତ କୁହାଯାଇଛି ଗୁଣୀ ଲୋକମାନେ ସଦାବେଳେ କ'ଣ କରନ୍ତି ନା ନମ୍ର ବିନମ୍ର ହୁଅନ୍ତି। ସେ ଯେକୌଣସି କଥାକୁ ଦେହକୁ ନିଅନ୍ତି ନାହିଁ, ବା ତାଙ୍କୁ କିଏ କ'ଣ କହିଲେ ସେ ତାକୁ ମାନ ଅଭିମାନକୁ ଗ୍ରହଣ କରନ୍ତି ନା। ଏ ସକାଳେ ଗୋଟେ ନା କେଉଁଠି ତ ପଢ଼ୁଥିଲି ଶୁଣୁଥିଲି
ବହୁତ ଗାଳି ଦେଲେ ଯେ ତୁମେମାନେ ସବୁ ଆସୁଛ ଇଏ ଭିକ୍ଷା ନେଇ ତୁମେ କ'ଣ ସଂସାରର କଲ୍ୟାଣ କରୁଛ, କ'ଣ କରୁଛନ୍ତି, ଯେ ଖାଇ ପିଇକିରି ଖାଲି ନିଜର ଶରୀର ସୃଷ୍ଟି କରୁଛ, କାହିଁକି ଆମେ ତୁମକୁ ଦେବୁ, କ'ଣ ପାଇଁ ଦେବୁ, ବହୁତ କିଛି ଗାଳି ବୋଧେ ଦେବୁ କିଛି କହିବ। କହିଲି ମା ସରିଲା ନା ଆପଣ ଯେତେ ମୋତେ ଭିକ୍ଷା ଯେଉଁ ଭିକ୍ଷା ଗୁଡ଼ିକ ଦେଲେ, ମୁଁ ଭିକ୍ଷା ପାଇଁ ଆସିଥିଲି, ଆପଣ ମୋତେ ଅନ୍ନ ଦେଇଥାନ୍ତେ, ଅନ୍ନ ନ ଦେଇ ଆକୁ ବି ମୋତେ ଭିକ୍ଷା ଆକାରରେ ଦେଲେ ନା। ତେଣୁ କ'ଣ କଲି ନା ମୁଁ ତାକୁ ମୋ ଭିତରକୁ କିଛି ନେଇନି। ଭିତରକୁ କିଛି ନ ନେଲେ କ'ଣ ହେବ, ଆପଣ ଗୋଟେ ଜିନିଷ ଯଦି ମୋତେ ଦେଲେ ମୁଁ ନ ଦେଲି ପୁଣି ଆପଣ ନେଇଯିବେ ତାକୁ ଫେରେଇକିରି। ତେଣୁ ଆପଣ ଯେତେ ଗାଳି ଦେଇଛନ୍ତି, ଯେତେ ଯାହା କରିଛନ୍ତି ମୁଁ ସବୁ ଫେରେଇ ଦେଇଛି, ମୁଁ ଭିତରକୁ କିଛି ନେଇନି। ଆପଣଙ୍କୁ ସବୁ ତାକୁ ସିଏ ବୁଝିପାରିଛି ଯେ ପ୍ରକୃତରେ ଯେଉଁ ଗାଳି ଦେବାଟା ଗୋଟେ ମୋର ବହୁତ ଭଲ। ସେମିତି ଆପଣ ସେ କହୁଛନ୍ତି ନା ମାନ ଅଭିମାନ କରିବନି, ଯେତେ ତୁମକୁ ଗାଳି ଦିଅନ୍ତୁ, ଯଦି ତୁମେ ସାଧନା ପଥରେ ଗଲ କୌଣସି କଥାକୁ ଭିତରକୁ ନେବ ନାହିଁ। ଭିତରକୁ ନେଲେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାରର କଥା ଆସିବ, ସମାଲୋଚନା ଆସିବ, ଲୋକ ନିନ୍ଦା କରିବେ, ସବୁ କଥା ହେବ। ଆପଣ ସେଗୁଡ଼ା ଯଦି କାନରେ ପୁରେଇବେ ତାହେଲେ ଆପଣ କିଛି ସାଧନା କରିପାରିବେ ନାହିଁ। ତେଣୁ ଯିଏ ଯାହା କହୁ ଆପଣ ପୁରା ବଧିର ଭଳି ରହିବେ। ମୋର ଲକ୍ଷ୍ୟରେ ମୁଁ ଚାଲିଛି, ସେଇ ଲକ୍ଷ୍ୟରେ ମୋର ପହଞ୍ଚିବାର ଅଛି। ମୋର କାହାରି କଥାରେ କୌଣସି ଆସର୍ଜନ ନାହିଁ କି ବିସର୍ଜନ ନାହିଁ। ଏ ଶୁଖିଲା କଥାରେ କ'ଣ ମାନେ ମୁଣ୍ଡ ପୁରେଇକିରି ଲାଭ କ'ଣ? ତେଣୁ ଜ୍ଞାନୀମାନେ କ'ଣ କରନ୍ତି ନା ସେଇ କଥା ଏକାଦଶ ସ୍କନ୍ଧରେ କହିଛନ୍ତି ତମ ଯେ ଏମିତି କିଏ ଲୋକ ଅଛି ଯେ ଏତେ କଥା ସହିକିରି ବି ସେ ତାର ସାଧନାରେ ଆଗେଇଛି। ଭଗବାନ ଭିକ୍ଷୁଗୀତ ଇତିହାସ ଏକାଦଶ ସ୍କନ୍ଧରେ ଆପଣ ଶୁଣିଥିବେ, ଭିକ୍ଷୁଗୀତ ଇତିହାସ କହିଛନ୍ତି। ଏଇଭଳି ଲୋକ ଅଛନ୍ତି, ବହୁତ ଲୋକ ଅଛନ୍ତି। ତାଙ୍କର ଲକ୍ଷ୍ୟରେ ନ ପହଞ୍ଚିଲା ପର୍ଯ୍ୟନ୍ତ ସେ କୌଣସି କଥାକୁ ଶୁଣିବେ ନାହିଁ। ଲାଗନ୍ତୁ ସେ ଯେତେ ଲାଗି ଲାଗି ଶେଷକୁ ଲାଗିଲେ ବି କିଛି ହବ, ସେ ଲାଗି ଲାଗିକିରି ଶେଷକୁ କ'ଣ ହେବେ, ରହିବେ, କିଛି ଆପଣଙ୍କର କରିପାରିବେ, ଶେଷକୁ ଆପଣଙ୍କ ଭିତରେ ସରେଣ୍ଡର କରିବେ। କିନ୍ତୁ ମଝିରେ ଆପଣଙ୍କୁ ବହୁତ ହଲେଇବେ। ଯଦି ହଲିଗଲେ ଆପଣ ତାହେଲେ ତାଙ୍କ ପାଶରେ ପଡ଼ିଗଲେ, ଯଦି ନ ହଲିଲେ ତାହେଲେ ସିଏ ଆପଣଙ୍କ ସରେଣ୍ଡର କରିବେ। ସେଇ ତ ଗୋଟେ ପ୍ରସଙ୍ଗ ଆମର ପଡ଼ିଛି। ଜଣେ ସାଧୁ ଯାଉଥିଲେ ଗଙ୍ଗାକୁ ଗାଧୋଇବା ପାଇଁ, ଜଣେ ଦୁଷ୍ଟ ଲୋକ ଥିଲା, ସେ କ'ଣ କଲା ନା ଯେମିତି ଆସିଲା ତାଙ୍କ ଉପରକୁ ଛେପ ପକାଇଦେଲା। ପୁଣି ସାଧୁ କ'ଣ କଲେ ନା ଗାଧୋଇକିରି ଆସିଲେ। ଏମିତି ବାରମ୍ବାର ଯେତେ ଥର କଲେ ସାଧୁ ଗାଧୋଇଲେ। ସେଠୁ ଆଉ କ'ଣ ଜଣେ 5 ଥର 10 ଥର କି 50 ଥର କଲା ପରେ ଆପଣ ଜଣକୁ ଗୋଟେ ଚାପଡ଼ା ପକେଇଲେ କ'ଣ ତାକୁ 2 ଘଣ୍ଟା ଯେ ଚାପଡ଼ା ମାରିଦେବେ? ଥରେ 2 ଥର ପରେ ଆପଣଙ୍କୁ ମନରେ ଗୋଟେ ଆସିଯିବ, ଆଉ କେବେ କରିପାରିବେନି ନା। ସେତେବେଳେ ପଚାରିଲେ ଯେ ପ୍ରଣାମ ଯେ ସାଧୁ, ମୁଁ ଆପଣଙ୍କୁ ବାରମ୍ବାର ଅପମାନିତ କରିଛି, ଆପଣ କିଛି ବି ମନରେ ଦୁଃଖ କଲେନି, କିଛି ବି ମୋତେ ବି ଗାଳି ଦେଲେନି। କହିଲେ ନା ନା, ତୁ ମୋର ବହୁତ କିଛି ଉପକାର କରିଛୁ, ମୋର କ୍ଷତି କରିଥିଲେ ମୁଁ ତୋତେ ଗାଳି ଦେଇଥାନ୍ତି, କିଛି ତ କ୍ଷତି କରିନୁ ନା। ଏଗୁଡ଼ାକ ଆଉ କହିଲେ ମୋର ଗଙ୍ଗାରେ ମୁଁ ଥରେ ସ୍ନାନ କରିକିରି ଯାଏ, ମୁଁ କିନ୍ତୁ ଆଜି ତୁ ମୋତେ ବାରମ୍ବାର ମୁଁ ଆଜି ଗଙ୍ଗାରେ ସ୍ନାନ କରିଛି, ମୋର ବହୁତ ବଡ଼। ସାଧୁମାନେ ଏମିତି କଥାକୁ ସେମାନେ ନିଅନ୍ତି। ଆପଣ ଦେଖୁନାହାନ୍ତି, ଆପଣଙ୍କୁ ଯିଏ ଯେତେ ଅପମାନିତ କରୁ, ଯେତେ ବିରୋଧାଚରଣ କରୁ, ଯଦି ଆପଣ ବାଟରେ ଅଛନ୍ତି ସେଗୁଡ଼ାକ ଆପଣଙ୍କର ସବୁ ଆଶୀର୍ବାଦ ହେଇଯିବ, ସେଇ ଲୋକ ଅସୁବିଧାରେ ପଡ଼ିବ। ଏ ସଂସାରର ହେଉଛି ମାନେ ନିୟମ। ଆପଣ ଯଦି ତା ଭିତରେ ପ୍ରବେଶ କରିଗଲେ ତାହେଲେ ସେ ଜିନିଷଟା ବଢ଼ିକିରି ବିରାଟ ଆଡ଼କୁ ଯିବ। ବହୁତ କିଛି କ୍ଷତି, ଦୁଷ୍ଟ ଲୋକଟାରେ ବେଶୀ କ୍ଷତି ହେବନି, ଯିଏ ଭଲ ଲୋକଟା ତାର ବେଶୀ କ୍ଷତି ହେବ। ତେଣୁ ତାର ଉପକାର ହେଲେ ଆପଣ ଏବେ ଦେଖୁନ, ସିଏ କହିଲେ ନା ମୋର ବହୁତ ଉପକାର କଲୁ ବୋଲି। ମୁଁ 15 ଥର ଗୁଡ଼ ପକେଇଲି। ହଁ, ଇଏ ଭାଗ୍ୟ କାହିଁକି ମୁଁ 15 ଥର ପକେଇଥାନ୍ତି, ଗୋଟେ ଥର ତୋର ଯୋଗୁରୁ ପକେଇଲି ନା। ତୋ ଯୋଗୁ ବୋଲି ମୁଁ ତେଣୁ ତାର ଦୁଷ୍ଟାମିଟାକୁ ସିଏ ତାକୁ ଗ୍ରହଣ କରିଲେ ସାଧୁ ଭାବରେ, ନା ଇଏ ମୋର ଉପକାର କରୁଛି, ଏ ଭଗବାନଙ୍କର ଆଶୀର୍ବାଦରୁ ଏ ଲୋକ ଆସିଛି, ଏଇଟା ମୋତେ ସୁଯୋଗ ଦେଇଛି ଗାଧେଇବା ପାଇଁ। ଶୁଣ ହେ ପୃଥୁ ମହିପତି ଅସଙ୍ଗର ବ୍ରହ୍ମରତି ବିନିମାର୍ଗ ମୁଖ୍ୟ ହେତୁ ଅବସାର ପାର
ତାହେଲେ ଏଇଭଳି ସାଧୁଜଣଙ୍କ ସାଙ୍ଗରେ ସବୁବେଳେ ସାଙ୍ଗ, ଯେଉଁମାନଙ୍କର ସାଙ୍ଗରେ ସାଙ୍ଗ ହେଲେ ତୋତେ ଆଗକୁ ବଢ଼ିବା ପାଇଁ ସୁବିଧା ମିଳିବ। ଆଉ କୌଣସି କଥାରେ ଏଇ ଯେଉଁ ଅସଙ୍ଗ ରାଜସିକ ତାମସିକ ବ୍ୟକ୍ତିମାନଙ୍କ ସାଙ୍ଗରେ କେବେ ସଙ୍ଗ ହେବୁ ନାହିଁ, ବା ଯଦି ବି ବାଇଚାନ୍ସ ସଙ୍ଗ ହେଲୁ ତାହେଲେ ତାଙ୍କଠୁ ଦୂରେଇ ଯିବୁ। ତାଙ୍କ ସାଙ୍ଗରେ ସଙ୍ଗ ହେଲେ ତୋର ମତିଭ୍ରମ ହେବ, ବିଭିନ୍ନ ପ୍ରକାର ତୋର ସାଧନାର ଲକ୍ଷ୍ୟରେ ତୁ ପହଞ୍ଚି ପାରିବୁ ନାହିଁ। ଶୁଣ ସୁମନେ ହେ ରାଜନ ବିବେକହୀନ ଦେବାଜନ, ଯାହାର ଆତ୍ମରୁତି ନହେ ସେ ଦେହେ ଅହଙ୍କାର ବହେ, ମୋର ଦ୍ୱାର ସୁତ ଘର ବୋଲି ବିଷୟ ଅହଙ୍କାର। ଯାହାର ବିବେକହୀନ ମତି, ଯାହାର ବୁଦ୍ଧି ବିଚାର ନାହିଁ, ସେ କ'ଣ କରେ ନା ସଦାବେଳେ ଅହଙ୍କାରଟାକୁ ଆଗେ ରଖି ଏବଂ ମୋଠୁ ଆଉ ସରସ ବ୍ୟକ୍ତି କେହି ନାହାନ୍ତି, ମୋଠୁ ବଡ଼ ଆଉ କେହି ନାହାନ୍ତି, ମୋଠୁ କେହି ଆଉ ଜ୍ଞାନୀ ବା ଧନୀ ନାହାନ୍ତି ବୋଲି ନିଜକୁ ସେ ବିଚାର କରେ। ମୁଁ ଯାହା କରୁଛି ସେୟା ହିଁ ଠିକ୍। ବିଷୟ ରସେ ଇନ୍ଦ୍ରିୟ ରସି, ମନକୁ ଆଣୁଇ ଆକର୍ଷି, ଇନ୍ଦ୍ରିୟ ସଙ୍ଗେ ମନର ସେ ନିଜ ଚେତନା ଗଣହଂସେ, ଯେଉଁ ବିବେକ ତାର ରହି କୁସଙ୍ଗ ଦୋଷେ ମନ ମହି। ଆରେ ତୁ ତ ଅହଙ୍କାର ସାଙ୍ଗରେ ସାଙ୍ଗ ହେଲୁ, ଲୋଭ ସାଙ୍ଗରେ ସାଙ୍ଗ ହେଲୁ, ଈର୍ଷା ସାଙ୍ଗରେ ସାଙ୍ଗ ହେଲୁ, ଏଇସବୁ ଜିନିଷ ସାଙ୍ଗରେ ଯେତେବେଳେ ସାଙ୍ଗ ହେଲୁ ତୋର ଆଉ ମତିଟା ଶୁଦ୍ଧ କେମିତି ହେବ? ତୋର ମନଟା ପବିତ୍ର କେମିତି ରହିବ? ତୁ କେମିତି ଆନନ୍ଦ ପ୍ରାପ୍ତି ହେବୁ? ତତେ ତ ସେ ନେଇ ଘୋଷାଡ଼ିକିରି ତାଙ୍କ ଜାଳିରେ ପକେଇଲେ ନା। যে শনি কুশাদি মূল হৃদয়ু তারন্তি জড়, তে শনি দেখ বিষয়াদি হরই সর্ব মন বুদ্ধি। ଘାସଟି ଯଦି ପାଣି ପଡ଼ିଲେ ଲାଗିଛି କ'ଣ କରେ ନା ସେ ସଦାବେଳେ ଚେଷ୍ଟା କରୁଥିବ ଜଳକୁ ଶୋଷିକିରି ବଢ଼ିବା ପାଇଁ, ଜଳକୁ ଗ୍ରହଣ କରି ବଢ଼ିବା ପାଇଁ। ସେମିତି ବିଷୟମାନେ ଯେଉଁମାନେ ଅଛନ୍ତି ତୁମ ଭିତରେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ସେ ସଦାବେଳେ ଚାହିଁବେ ତାଙ୍କରି କଥା ଗୁଡ଼ିକ କେମିତି କାର୍ଯ୍ୟକାରୀ ହଉ, ତାଙ୍କର କଥା ଗୁଡ଼ାକ ସବୁ କେମିତି କାୟମ ରହୁ, ସେ ସଦାବେଳେ ଚାହିଁବେ। ଚେତନାବେଳେ ସ୍ମୃତି ରହି ତାର ଭାବେ ସ୍ମୃତି କାହିଁ, ସଦାବେଳେ କିନ୍ତୁ ତୁମେ ଚେତନାରେ ଥିବ। ଚେତନାରେ ରହିଲେ କ'ଣ ନା ତୁମେ ଜାଣିପାରିବ ଯେ ଏଇ ଇନ୍ଦ୍ରିୟଟା ମୋତେ ଆଡ଼କୁ ଆକର୍ଷିତ କରୁଛି, ଏଇ ଇନ୍ଦ୍ରିୟଟା ମୋତେ ନେଇ ବିପଦରେ ପକାଇବା ପାଇଁ ଉଦ୍ୟମ କରୁଛି। ଚେତନାରେ ନଥିଲେ ସ୍ମୃତି ତୁମର ଯଦି ସଠିକ୍ ନଥିବ ତାହେଲେ ତୁମେ ସେ କଥାକୁ ଧରିପାରିବନି, ତା ଦେହରେ ତୁମେ ଭାସି ଯିବ। যাহার স্মৃতি হয়ে নাশ, তাহু দে জ্ঞান প্রকাশ, জ্ঞান বিনাশে আত্মা হত, বেদান্তে কহন্তি পণ্ডিত। শুন নিরুপতি পুরুষর এথুটি হানি নাহি পর, বিষয় সুখ ভোগ লাগি হুই আত্মা বধে ভাগি। যে নিজ হানি ন বুঝই তার বিবেক গুণ কাহি। আরে মଣିଷ ହେଇକିରି ଯଦି ନିଜର କ୍ଷତି ତୁମେ କରୁଛ, ଆତ୍ମଘାତୀ ବୋଲି ତାକୁ କୁହାଯାଏ। ନିଜେ ନିଜର ବରାବର କ୍ଷତି, ତୁମେ ଆଉ କାହାର କ୍ଷତି କରୁନ କି ତୁମର ସଂସାରରେ କେହି ଶତ୍ରୁ ନାହିଁ, ତୁମେ ନିଜେ ନିଜର ଶତ୍ରୁ। କାହିଁକି ନା ତୁମେ ଯେହେତୁ ଏଇମାନଙ୍କ ସାଙ୍ଗରେ ବିଷୟା ବାସନାରେ ବୁଡ଼ିକି ରହିଛ ଏବଂ ତାଙ୍କରି ସାଙ୍ଗରେ ତୁମେ ସାଙ୍ଗ ହେଉଛ, ତେଣୁ ସିଏ କ'ଣ କରିବେ ନା ତୁମକୁ ବାରମ୍ବାର ଏ ଜନ୍ମ ମୃତ୍ୟୁ ଚକ୍ରରେ ପକାଇ ସବୁବେଳେ ତୁମକୁ ଅଶେଷ ଦୁଃଖ ଯନ୍ତ୍ରଣା ବ୍ୟାଧି ପ୍ରଦାନ କରିବେ, କେବେ ତୁମକୁ ସେ ଆନନ୍ଦ ମାର୍ଗକୁ ଛାଡ଼ିବେ ନାହିଁ। ଯେ ନିଜ ହାନି ନ ବୁଝଇ ତାର ବିବେକ ଗୁଣ କାହିଁ। ଆରେ ମୋର ଇତି କ୍ଷତି ହେଇଯାଉଛି, ମୁଁ କିଛି ପ୍ରତିକାର କରୁନାହିଁ, ତା ପାଇଁ କିଛି ପ୍ରଚେଷ୍ଟା କରୁନାହିଁ। ନିଜର କଥା ତ ସେ ବୁଝୁନାହିଁ, ଆଉ ସଂସାରର କ'ଣ ସେ କଲ୍ୟାଣ କରିବ? অর্থ কামারি ধ্যান রায়ে সর্ব বিনাশ উপায়ে, যে জ্ঞান বিজ্ঞান রুহীন তা জীব স্থাবর সমান। যাচিত ব্রহ্মের তিনহি সর্ব অনর্থে ভাগী হই, অপরে শুণ হে রাজন সঙ্গটি অনর্থ কারণ।
ସଂସାର ତ୍ୟାଗ ଯେ ଛିବ କେବେ ସଙ୍ଗ ନ କରି ହରି ହରି ବୋଲ। ସେ ଯେଉଁ ଭଗବାନ କହିଛନ୍ତି ଦୁର୍ଜନ ସଙ୍ଗୀ କହିଲେ ବାସ ନିଶ୍ଚୟ ଘଟିବ। ସାଧୁ ସଙ୍ଗତି ମୁଖ୍ୟ ଗତି ଅସି କହନ୍ତି ଯଦି ତେଣୁ ଭଲ ଲୋକ ସାଙ୍ଗରେ ଆପଣ ଯଦି ସାଙ୍ଗ ହେବେ ତାହେଲେ ଆପଣଙ୍କର ଜୀବନ ଆଗକୁ ଆଗକୁ ବଢ଼ିବ, ଆଗକୁ ଆଗକୁ ଆପଣ ଯିବେ। ଆଉ ଦୁର୍ଜନ ସଙ୍ଗରେ କହିଲେ ସିଏ ଆପଣଙ୍କୁ ତାରି ବୁଦ୍ଧିରେ ସଦାବେଳେ ପରିଚାଳିତ କରିବ। ଧର୍ମ ଅର୍ଥ କାମ ମୋକ୍ଷ କରଇ ଯେ ପାପିଷ୍ଠ ସଙ୍ଗ କୁସଙ୍ଗେ ସର୍ବନାଶ ଯାଏ ପଡ଼ଇ ମିଥ୍ୟା ମୟ ମୋହି ଏବେ ତୁ ଶୁଣ ନୃପରାୟଣ ଏ ଚତୁର୍ବର୍ଗର କାରଣ ଯେ ଧର୍ମ ଅର୍ଥ କାମ ମୁଖ୍ୟ ଏ ଚାରି ମଧ୍ୟ ଶ୍ରେୟ ମୁଖ୍ୟ। ପୁରୁଷର ଯେଉଁ ଚାରୋଟି ପୁରୁଷାର୍ଥ ଅଛି କ'ଣ କରୁଛି ନା ଧର୍ମ ଅର୍ଥ କାମ ମୁଖ୍ୟ। ଧର୍ମ କ'ଣ ନା ପ୍ରତ୍ୟେକ ମନୁଷ୍ୟ ପୁଣ୍ୟ ଅର୍ଜନ କରିବା ପାଇଁ ଚାହେଁ, ସେଇଥିପାଇଁ ସେ ବିଭିନ୍ନ ପ୍ରକାର ଧର୍ମ କାର୍ଯ୍ୟରେ ମନୋନିବେଶ କରେ। ଆଉ ତାର ସଂସାରରେ ବଞ୍ଚିବା ପାଇଁ ରହିବା ପାଇଁ ତାର ନିଜର ଚଳିବା ପାଇଁ ଅର୍ଥର ଆବଶ୍ୟକତା ହୁଏ। ତେଣୁ ଜୀବ କ'ଣ କରେ ନା ଅର୍ଥ ଉପାର୍ଜନ କରିବା ପାଇଁ ସଦାବେଳେ ଉଦ୍ୟମ କରେ। କାମ ବିଭିନ୍ନର ଭଲ ଭଲ ବିଷୟ ବାସନାକୁ ଉପଭୋଗ କରିବା ପାଇଁ ଏ ସମସ୍ତ ମନୁଷ୍ୟର ହେଉଛି ଲକ୍ଷଣ। ଏ ଜିନିଷକୁ ସେ ଉପଭୋଗ କରିବା ପାଇଁ ଚାହେଁ। ପୁଣି ସେ ଆଦିରୁ ସବୁ ବର୍ତ୍ତିବ, ସେ ଲୋକ କ'ଣ ଚାହିଁବ ନା ମୋର ବାରମ୍ବାର ଏ ଜୀବନ ମୃତ୍ୟୁ ଚକ୍ରରେ ପଡ଼ିବି ନାହିଁ, ମୁଁ ସେଇ ଭଗବାନଙ୍କ ଅଭୟପାଦ ପଦ୍ମରେ ସେ ବୈକୁଣ୍ଠ ଲୋକରେ ବାସ ମୁଁ ଆଉ ଏ ସଂସାରକୁ ଆସିବି ନାହିଁ। ଏଇଟା ହେଉଛି ଚାରିଟି ପୁରୁଷାର୍ଥ। ତେଣୁ ତା ଭିତରେ ମୁଖ୍ୟ ହେଉଛି ସବୁଠୁ ଶ୍ରେଷ୍ଠ ପୁରୁଷାର୍ଥ। ଧର୍ମ ଅର୍ଥ କାମ ବୋଲି ଯାହା ଅନିତ୍ୟ ମିଥ୍ୟା ବୋଲି ତାହା ଅନିତ୍ୟ ମୃତ୍ୟୁ ଭୟ ପାଇ ଏଣୁ ଜ୍ଞାନୀ ତା ନଭା ହୋଇ। ଜ୍ଞାନୀ କ'ଣ ଭାବେ ନା ଅର୍ଥ ଆବଶ୍ୟକ, ଯେତିକି ଅର୍ଥ ମୋର ଆବଶ୍ୟକ ସେତିକି ସଂସାରର ଚଳିବା ପାଇଁ, ଆଉ ବହୁତ କିଛି ସଞ୍ଚୟ କରିବା, ବହୁତ କିଛି ରୋଜଗାର କରିବା, ବହୁତ କିଛି ପ୍ରଚେଷ୍ଟା କରିକିରି ଅର୍ଥର ପ୍ରଦାନ କରିବା, ଏସବୁ ଜ୍ଞାନୀ ବା ବିବେକ ଲୋକ ଚାହେଁ। ନା ମୋର ଯେତିକି ଆବଶ୍ୟକ ଯେ ମୋର 3 ଜଣ କି 5 ଜଣ ଲୋକ ତାଙ୍କରି ବଞ୍ଚିବା ପାଇଁ ବଢ଼ିବା ପାଇଁ ଯେତିକି ଆବଶ୍ୟକ ସେଇଟା କରିବା। ଭଗବାନ କହୁଛି ସେଇଟା ତୋର ଧର୍ମ, ସେଇଟା ତୁ କରିବାରେ କିଛି ଅସୁବିଧା କାହିଁ। ଆଉ ଲୋକଟା ବଞ୍ଚିଲେ ସିନା ଯାହା କଲେ ସେ ଯାହା କରିବ, କ'ଣ ନିଜ ପରିବାର ନିଜ ଉପାସ ରହିକରି କ'ଣ କରିପାରିବ କି? ତେଣୁ ଆପଣ ତା ପାଇଁ ସଂଗ୍ରାମ କରିବେ, ସେଇଟା ଆପଣଙ୍କର କର୍ତ୍ତବ୍ୟ, ସେଇଟା କିଛି ପାପ ନୁହେଁ। ଅନିତ୍ୟ ମୃତ୍ୟୁ ଭୟ ପାଇ ଏଣୁ ଜ୍ଞାନୀ ତା ନଭମଇ ଚତୁର୍ଥ ବର୍ଗ ବୋଲି ରାୟ ଦୁର୍ଲଭ ଯେ ଅର୍ଥ ପାଏ ମୃତ୍ୟୁର ଭୟ ଯହି ନାହିଁ ନିତ୍ୟ ଆନନ୍ଦ ରୂପ ଯେହି। ଚତୁର୍ଥ ବର୍ଗ ବହୁମୂଲ୍ୟ ତୃତୀୟ ବର୍ଗ ନୁହେଁ ତୁଲ୍ୟ ଯାହାର କାଳ ଭୟ ଅଛି ତାହାର ସୁଖ ନାହିଁ କିଛି ଗୁଣ କ୍ଷମର ପରେ ପ୍ରାୟ ଯେ ଯେ ହୋଇଲେ ଭାବରାଏ ସ୍ଥାବର ବ୍ରହ୍ମାଦି ପର୍ଯ୍ୟନ୍ତ ଈଶ୍ୱର ମାୟାରେ ଯନ୍ତ୍ରିତ ବୋଲ। କହୁଛନ୍ତି ବରାବର ତୁ ଜାଣିଛୁ ଯେ ତୋର ମୃତ୍ୟୁଟା ହିଁ ଥୟ ନିଶ୍ଚିନ୍ତ, ଆକୁ ଆଉ କେହି କାହାକୁ ବୁଝେଇବାର ଆବଶ୍ୟକତା। ଆମେ ଆମ ଆଖି ଆଗରେ ଗୁଡ଼ା ସବୁ ବାରମ୍ବାର ଦେଖୁଛେ। ଯଦି ମୋ ମୃତ୍ୟୁ ଅଛି ମୋର, ତାହେଲେ ମୁଁ ନେଇକିରି କ'ଣ ଯିବି ଏଠୁ? ମୋତେ ସେଠିକି ନେବା ପାଇଁ କେଉଁ ଜିନିଷ ଆବଶ୍ୟକତା ଅଛି, ମୁଁ ସେଇ ଜିନିଷ ଗୁଡ଼ାକ ହିଁ ଏ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ସଂଗ୍ରହ କରି। ଆରେ ତୁ ସେ ଜିନିଷକୁ ସଂଗ୍ରହ ନ କରି ଯେଉଁ ଜିନିଷ ତୋ ସାଙ୍ଗରେ ଯିବ ନାହିଁ କି ତୋର କୌଣସି କାମରେ ଆସିବନି, ତୁ ସେଇ ସାରେ କହନ୍ତି ଯେ ଛୁଞ୍ଚି ତା ବାପା କଦି ଗୋଟେ କହନ୍ତିନି ଦରଜି ମରିଗଲା, ପୁଅ କହିଲା ଏତେ କୃପଣ ଥିଲା, ତା ପୁଅ ଯାଇକିରି କହିଲା ନେଇ, ତା ବନ୍ଧୁର ପୁଅ ଯାଇ କହିଲାନି, କହିଲା ଆଉ ମଉସା ଆଉ ଟିକେ ଏଇଟା ନେଇଯାଆନ୍ତୁ, ମୋ ବାପାକୁ ଦେଇଦେବେ, ସ୍ୱର୍ଗରେ ସେ ସିଲେଇ ଫିଲେଇ କଲା ବେଳକୁ ତା ଛୁଞ୍ଚିଟା ଦରକାର ହେଉଥିବ। ଆଉ ଦେ ବାପା ପୁଣି ତା କତି ଖବରଟା କହିଲା, ତ ମୁଁ ଯେତେବେଳେ ମରିବି
ତ ମୋତେ ନେଇ ସବୁ ନେବି ମୁଁ ତ ନେଇ ପଡ଼ୁଛି ନା ଅନେକ ଲୋକଙ୍କୁ ମୋତେ ତ ଏମାନେ ନେଇ ସେୟା କରିବେ ନା ଆଉ ମୋ ଛୁଞ୍ଚିଟା ନେବି କେମିତି ନେବି କେମିତି ହେଁ? ମାନେ ଦେଖନ୍ତୁ ଗୋଟେ ଉଦାହରଣ କେମିତି ଦିଆଯାଇଛି। ଆରେ ତୁ ଏଠୁ କିଛି ବି ନେଇକରି ଯାଇପାରିବୁ ଛୁଞ୍ଚି କ'ଣ ତାଠୁ ଆହୁରି ବି ଛୋଟିଆ ଛୋଟିଆ ଜିନିଷ ଯେମିତି ଆସିଥିଲି ସେମିତି ପଳେଇଲା। କର୍ମର ଫଳ ନେଇକି ଯିବ। ହଁ ଠିକ୍ ଯାହା କହିଲେ ଏଇଟା ତ ତାର ମୋଟାମୋଟି ସାରାଂଶ ଆଉ। ଏହାଙ୍କ ଶ୍ରେୟ କେବେ ନୁହେଁ ଅଣୁଦଣ୍ଡଇ ଜନ୍ତୁରାୟ ଆପଣେ ଅଜୟୀ ଅନର୍ଥ ରାଜନ ବୁଝ ଏମତ ସ୍ଥାବର ଜନ୍ମାଦି ଠାରେ ଦେହ ଇନ୍ଦ୍ରିୟ ଅହଙ୍କାରୀ ପ୍ରାଣ ବୁଦ୍ଧିରେ ଦିଆବୃତ ଏହାଙ୍କ ହୃଦୟରେ ବେକତ ଜିୟଦ ଊର୍ଦ୍ଧ୍ୱେ ଛନ୍ତି ପୁରୀ ସର୍ବବ୍ୟାପକ ନରହରି ଜୀବର ପ୍ରଭୁ ଭଗବାନ ପ୍ରକାଶ କରନ୍ତି ଚେତନ ଭୋରାଜା ନିଶ୍ଚୟ ଜାଣନ୍ତୁ ହି ଇୟା ତମା ରୂପ ତୁହି ମୋହି ଇୟାଦି ଚରାଚର ଯେତେ ଆତ୍ମ ସ୍ୱରୂପ ସର୍ବ ଭୂତେ ଆନନ୍ଦ କବର ହରି ହରି ବୋଲ। ରହିଲେ ନା ଯେଉଁ ଜିନିଷଟା ସତ୍ୟ ତାକୁ ବୁଝିବା ପାଇଁ ଚେଷ୍ଟା କରୁନା ତାଠୁ ଦୂରେଇ ଯାଉଛ। ଯିଏ ଅସତ୍ୟ ଯିଏ ଦୁଃଖର କାରଣ ଯିଏ ତୁମର ସବୁକିଛି ନଷ୍ଟଭଷ୍ଟ କରି ବିନାଶ କରିବ ତାରି ସାଙ୍ଗରେ ତୁମେ ସାଥୀ ହେଉଛ ତାରି ସାଙ୍ଗରେ ତୁମେ ପ୍ରୀତି କରୁଛ। ତେଣୁ ଏ ସଂସାରଟା ହେଉଛି ସବୁଗୁଡ଼ିକ ହେଉଛି ଆତ୍ମମୟ ଗୋଟିଏ ତତ୍ତ୍ୱ ସମସ୍ତଙ୍କ ଭିତରେ ପରିପୂର୍ଣ୍ଣ ଭାବରେ ରହିଛି। ଯେତେବେଳେ ତୁ ଏ କଥା ବୁଝିଯିବୁ ତତେ ଆଉ ଜଗତ ଆଡ଼ୁ କିଛି ଦୁଃଖ ପାଇବନି କି ତୋ ଆଡ଼ୁ କିଛି ଜଗତକୁ ଆଉ ଦୁଃଖ ଯିବ ସାଡ଼ୁ କିଛି ସମସ୍ୟା ତୋ ପାଖକୁ ଆସିବ ନାହିଁ କି ତୋ ପାଖରୁ କିଛି ସମସ୍ୟା ସାଡ଼କୁ ଯିବ ନାହିଁ। ତୁ ସେତେବେଳେ ପ୍ରକୃତ ଯୋଗ୍ୟ ବିବେଚିତ ହେବ ସଂସାରର କଲ୍ୟାଣ କରିବା ପାଇଁ ନିଜର କଲ୍ୟାଣ କରିବା ପାଇଁ। যে আত্মাশ্রয় জগত শোভা পাউছি সরসত মায়ারে হইল প্রভেদ জ্ঞান বিবেকে তা ছেদ আত্মাকু মায়া ন স্পর্শে যেসনে পবন আকাশে আত্ম তত্ত্বକୁ କେହି ଧରି ପାରିବେନି କାହିଁକି ନା ତାକୁ ଅଗ୍ନିରେ ପୋଡ଼ି ହେବ ନାହିଁ ପବନ ତାକୁ ଉଡ଼େଇ ପାରିବ ନାହିଁ ଜଳ ତାକୁ ଉଡ଼େଇ ପାରିବ ନାହିଁ କ'ଣ ବୁଝିଲେ ସିଏ ହେଉଛି ସନାତନ ନିତ୍ୟ ସର୍ବଗତ ସ୍ଥାନ ରଚନୀୟ ସନାତନ ସିଏ ହେଉଛି ସନାତନ ସତ୍ୟ ତାକୁ କେହି ବିନାଶୀ ଅଛି ଥିଲା ଅଛି ଏବଂ ସବୁବେଳେ ପାଇଁ ସେମିତି ରହିଥିବ। ସେ ହେଉଛି ସନାତନ ତତ୍ତ୍ୱ ତାର ବିନାଶ ନାହିଁ ସେ ସବୁବେଳେ ହିଁ ସେମିତି ଏକ ରୂପରେ ରହିଥାଏ। କର୍ମର ମୂଳେ ପ୍ରକୃତି ଏହାକୁ ବିନାଶ କରନ୍ତି ସେ ଆତ୍ମା ସର୍ବଠାରୁ ଯୁକ୍ତ ଲିପ୍ତ ନ ଥାଏ ମୁକ୍ତ ସେ ଶୁଦ୍ଧ ପରମ ପୁରୁଷ ତାରେ ଶରଣ ବେଗେ ପଶ। ତେଣୁ ତୁ ସର୍ବଦା ସମସ୍ତ ସଂସାର ସମସ୍ତ ମାୟା ଶକ୍ତିକୁ ପରିତ୍ୟାଗ କରି ତାଙ୍କର ପାଦ ପଦ୍ମରେ ଶରଣ ପଶିଯାଅ। ଯେମିତି ବିଭୀଷଣ କ'ଣ କଲେ ନା ଆସିକରି ପ୍ରଭୁ ବହୁ ବାର ଅନ୍ୟାୟର ବିରୋଧ କରିକି ବୁଝେଇଲେ କିନ୍ତୁ ରାବଣ କୌଣସି ଜିନିଷକୁ ତାଙ୍କର କଥାକୁ ଗ୍ରହଣ କଲେ ନାହିଁ ବରଂ ତାଙ୍କୁ ପଦାଘାତ କଲେ। ତେଣୁ ବିଭୀଷଣ କ'ଣ କଲେ ଆସିକରି ଭଗବାନଙ୍କର ଭିତରେ ଶରଣାପନ୍ନ ସେମିତି ସିଏ କହୁଛନ୍ତି ହେ ପୃଥୁ ତୁ ଏଇସବୁ କଥା ଯେଉଁ ବୁଝେଇଲି ତେଣୁ ତୁ ସର୍ବଦୁ ସବୁ ଭାବରେ ଭଗବାନଙ୍କ ପାଦ ତଳେ ମୁଁ ପ୍ରଭୁ
ଆପଣଙ୍କ ପାଖରେ ଶରଣାଗତ। ମୋତେ ଆପଣ କେମିତି ରଖିବେ, କେମିତି କ'ଣ କରିବେ, ମୋ କଥା କେମିତି ଆପଣ କ'ଣ ବୁଝିବେ, ସେଇଟା ଆପଣଙ୍କ ଉପରେ ଦାୟିତ୍ୱ। କିନ୍ତୁ ମୁଁ ଆପଣଙ୍କ ଆଶା ଭରସା କରି ଆପଣଙ୍କ ପାଦ ପଦ୍ମରେ ଶରଣାଗତ ହେଲି। ଯାହାର ପାଦ ପଦ୍ମେ ଭକ୍ତି କରି ସାଧୁଏ ନିସ୍ତରନ୍ତି ସୁଗମ ପଥଇ କାରଣ ବିଘ୍ନ ନଭ ନାରାୟଣ କଠୋର ଯୁଗାଦି ସାଧନ ସୁଗମ ଭକ୍ତି ହେ ରାଜନ। ତୁମେ ଆଉ ସଂସାରିକ ହିସାବରେ କିଛି କରିପାରିବନି, ଯୋଗ କରିପାରିବନି, କିଛି କରିପାରିବନି। ତେଣୁ ଭକ୍ତି ଯୋଗକୁ ଆଶ୍ରୟ କର। ଆପଣ ଯେମିତି କହିଲେ ଭକ୍ତି 9 ଭାଗରେ ବିଭକ୍ତ ହେଇଛି। ପ୍ରଥମ ଭକ୍ତି ହେଉଛି ଭଗବାନଙ୍କ କଥାକୁ ଶ୍ରବଣ କରିବା। ଆମେ ସେ ଗୋଟିକ କରିବା, ଯଦି ପାରିବା ଆହୁରି ବି ତାକୁ ଆଗେ ଯଦି ଗୋଟିଏ ପାଦ ଆଗେଇବା, ତାହେଲେ ଭଗବାନଙ୍କର କଥାକୁ ଆମେ ଯୁଆଡ଼େ ଯାଉଛେ, ଗାଡ଼ିରେ ବସି ଯାଉଛେ, ସେଠି କିଛି କାମ ନାହିଁ, ଆମ ଘର କାମ କିଛି କରୁନାହାନ୍ତି କି କିଛି ବ୍ୟବସାୟ କରୁନାହାନ୍ତି, ବାଟରେ ଯାଉଛୁ, ଗାଡ଼ିରେ ଆମେ ବସିକରି ଯାଉଛେ 10 କିଲୋମିଟର, 20 କିଲୋମିଟର, 50 କିଲୋମିଟର। ଭଗବାନଙ୍କ ରାମ 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 କି କୃଷ୍ଣ 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 ଯାହା ଆପଣ ଡାକନ୍ତୁ, ସେ ସବୁ ଗୋଟିଏ ତତ୍ତ୍ୱ। ତେଣୁ କହିବାର କିଛି ବି ଆଧିରେ ପରିଶ୍ରମ ହେଉନାହିଁ, ଖର୍ଚ୍ଚ ବି ହେଉନାହିଁ, କି ମତିଭ୍ରମ ହେଉ, କିଛି ଅସୁବିଧା ନାହିଁ। ତେଣୁ ତାକୁ କହିବାରେ ଆପଣଙ୍କୁ କ'ଣ କଷ୍ଟ ହେଉଛି? ଯେହେତୁ ଅଭ୍ୟାସଟା ନାହିଁ ଆପଣ କହିପାରୁନାହାନ୍ତି। ଅଭ୍ୟାସ ହେଇଗଲେ, ଯେମିତି କହିଲେ ମାଧବ ଦାସଙ୍କର ମନକୁ ମନ, ସେ ପାଟି ବନ୍ଦ କରିଦେଲେ, ଉଚ୍ଚାରଣ କଲେନି, କିନ୍ତୁ ତାଙ୍କର ଏମିତି ଅଭ୍ୟାସ ହେଇଛି ମନ ଭିତରେ ତାଙ୍କର ଚାଲିଲା, ଅଜପା ଜପ ଚାଲିଲା। କାହିଁକି? ଅଭ୍ୟାସ ହେଇଯାଇଛି। ଆପଣ ଯେଉଁ ଗୁଡ଼ାକ ଅଭ୍ୟାସ କରିଥିବେ ସେଇଟା ଫଟକିନି ମନେ ପଡ଼ି, ଯେମିତି ଆମର ସବୁ ଟାଇପ୍ କରୁଛନ୍ତି, ହାତ ଗୁଡ଼ା ତାଙ୍କର କେତେଟା ଲେଟର ଅଛି, 26 ଫଟାଫଟ ସେ ଦେଖିକିରି ବାଡ଼ଉଛନ୍ତି, ଦେଖିକି ଗୋଟେ ବାଡ଼ଉଛନ୍ତି, ସିଏ ଫଟାଫଟ ଫଟାଫଟ। କାହିଁକି? ଏଇଟା ଅଭ୍ୟାସ ହେଇଯାଇଛି। ଆଖି ବୁଝିକି ସେ ବାଡ଼େଇବେ, ଜିଟା କୋଉଠି, ସିଟା କୋଉଠି, ବିଟା କୋଉଠି, ଫଟାଫଟ ସେ ମାରିବ। ଫଟାଫଟ ଆପଣ ଆମେ ଦେଖିକି ମାରିଲା ତ ଟାଇମ୍ ପଳେଇବ। ସେମିତି ଅଭ୍ୟାସ ଯୋଗ ଯୁକ୍ତି, ଅଭ୍ୟାସ ଦ୍ୱାରା ସବୁ କିଛି ଜଗତରେ ସମ୍ଭବ ହେଇପାରିବ। କାଲି ଗୋଟେ ଦେଖାଉଥାଏ ଏ ଯେଉଁ ଆମର ଟିଭିରେ, ସେ ଗୋଟେ ଅଲିମ୍ପିକ ଗେମ୍ସର ଗୋଟେ ଝଲକ ଦେଖାଉଥାଏ। କେତେ ଉଚ୍ଚରେ ଯାଇ ଠିଆ ହେଇଛି, ସେ ଲୋକଟାକୁ ଏମିତି ଶୂନ୍ୟକୁ ଫୋପାଡ଼ି ଦେଉଛି, ସେ ବୁଲି 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 ଆସିକିରି ପୁଣି ତାରି ହାତରେ, ମାନେ କି ଜିନିଷ ଆପଣ ମୁଣ୍ଡ ଖରାପ ହେଇଯିବ। ଏତେ ଉଚ୍ଚରେ ଠିଆ ହେଇଛି, ସେ ଲୋକଟା ଏମିତି ଫୋପାଡ଼ି ଦେଉଛି ଶୂନ୍ୟକୁ। ଦେଖନ୍ତୁ ଆପଣ ଦେଖିଲେ ଅଭ୍ୟାସ ଦ୍ୱାରା କ'ଣ ହେଇପାରିବ ନାହିଁ ଜଗତରେ। ଆମେ ଦେଖୁଛେ ଅଲିମ୍ପିକ ଗେମ୍ସର ଯେଉଁ ଖେଳ ସେ ଦେଖେ, ଆପଣ ଦେଖିଲେ ମୁଣ୍ଡ ଚକିତ ହେଇଯିବ। ଏ କ୍ରିକେଟ ଖେଳ କିଛି ତା ପାଖରେ ତା ପାସାଙ୍ଗରେ ପଡ଼ିବନି। ସିଏ ବହୁତ ସାଧନା କରି ତାକୁ ସିଦ୍ଧି କରିଛନ୍ତି। ଅସମ୍ଭବ ଖେଳ ସବୁ। ସେମିତି ଭଗବାନ କହିଲେ ମଣିଷ ସାଧନା କଲେ, ମଣିଷ ଚାହିଁଲେ ଏ ଦୁନିଆରେ ତା ପାଇଁ କିଛି ବି ଅସମ୍ଭବ। ଅସମ୍ଭବ ଗୋଟେ ଜିନିଷ ଆପଣଙ୍କର ଶବ୍ଦକୋଷରେ କୋଉଠି ଲେଖା ହେଇନି, ଏ ହେଇପାରିବ ନାହିଁ। आत्मा को माया नस्पर से जे सने पवन आकाशे कर्मरमयी प्रकृति यह को जना सग्रंथि से आत्मा सर्वठारे युक्त लिप्त लोहिन थाई मुक्त से शुद्ध परम पुरुष तारे शरण विवेकवश जहाँ पाद पद्मे भक्ति करी साधुए निस्तरंति सुगम पथई कारण अविघ्न लभ नारायण कठोर जुगारी साधन सुगम भक्ति राजन कुमार हरि बोल। से आत्मानंद पाइब भक्ति रे भज वासुदेव। ए भव समुद्र पार इंद्रिय वर्ग ग्राह्य घोर। ये भव समुद्र रे इंद्रिय वर्ग ग्राह्य घोर। इंद्रिय वर्ग ये इंद्रिय मान होती भीषण जलार्णव होती कुंभीर सदृश्य। तम गोड़ हाथ धरिकी से तुमको शेष पर्यंत खाऊँ। आउ तुम संसार में कहीं शत्रु ना से होती तुम शत्रु। इंद्रिय भव समुद्र पार इंद्रिय वर्ग
পড়ে। ଆଜି ଟିକେ ନର୍ମାଲ ଲାଗୁଛି। ଆଜି ନର୍ମାଲ ଅଛି। ଥିଲା ଆଜି ଆଜି ଲାଗିବ ଓଷାସ ଲାଗିବ 3-4 ଦିନ ହେଲା। ସେ ଯେମିତି ଆସିଲା ଅବତାର ହେଇକି ଦକ୍ଷିଣ ପଟୁ ଆଇଲା, ମୁଁ ଘରେ କହିଲି ମୁଁ ଦକ୍ଷିଣ ପଟୁ ବର୍ଷା ହେଇଗଲେ ହବନି ଆମ ଏରିଆକୁ ଦରକାର ହବ, ଦେଖିଲା ଫଳ ହେଇକି ପଳେଇଲା। ମୁଁ 3ଟା ବେଳକୁ ଫୋନ୍ କରିଥିଲି ଘରକୁ ନା, ମୋ ଦିଦି ଶୋଇପଡ଼ି ଲୁଗା ଶୁଖିଛି ଫୋନ୍ କରିଥିଲି। ଫୋନ୍ କଲାବେଳକୁ ସେ ଛତିଆ ଚଣ୍ଡିଗଡ଼। ଦୁର୍ଗମ ତରଣ ପାଏ ତୁମ୍ଭଙ୍କୁ କହିଦେଲୁ ରାଏ ଗୋବିନ୍ଦ ଅଭୟ ଭୟ ଜିଭ ଯେ ଭେଳା ମଧ୍ୟେଶା। ଏ ଭବ ସମୁଦ୍ରକୁ ପାରିହର କହିଲେ ଆପଣଙ୍କର ଏ ଲୌକିକ ଭୌତିକ ଭେଳା ଏଠି କିଛି କାମ କରିବ। ଏଠି ଡଙ୍ଗା ଜାହାଜ କୌଣସି ଭେଳା ଏଠି ଆପଣଙ୍କୁ ପାରି କରିପାରିବନି। ଭଗବାନଙ୍କର ନାମ ହିଁ କେବଳ ସଂସାର ସାଗରରୁ ଆପଣଙ୍କୁ ପାରି କରିବ। ନାମ ହେଉଛି ପ୍ରସିଦ୍ଧ। ସେ ପାରେ କଲେ ଏକ ଭାବ ସୁଖେ ତରିବ ଭବାନବ। ଏ ଭକ୍ତି ଯୁଗ ସୁସାଧନ ମୋକ୍ଷକୁ ପରମକାର ଆନନ୍ଦେ ଗଣ ହରି ମୋର ମୈତ୍ରେୟ ଉବାଚ। ହେମନ୍ତ ଶୁଣ ହେ ବିଦୁର ଯେ ଜ୍ଞାନ କହିଲେ କୁମାର ପୃଥୁ ଶ୍ରବଣେ ଆତ୍ମା ଗତି ପ୍ରଣମୀ ଚରଣେ ବୋଲନ୍ତି ଆନନ୍ଦେ ଗଣ ହରି। ମହାରାଜା ପୃଥୁ ଏ ସମସ୍ତ ଘଟଣାକୁ ଶ୍ରବଣ କରିକିରି ସନତ କୁମାର ଚାରି ଭାଇଙ୍କ ପାଦପଦ୍ମରେ ପ୍ରଣାମ କରିକିରି ତାଙ୍କୁ ପଚାରୁଛନ୍ତି। ରାଜା ଉବାଚ ତୁମ୍ଭେ ଦୟାଳୁ ଯୋଗୀ ଜନ ସୌଭାଗ୍ୟ ତୁମ୍ଭ ଦର୍ଶନ। ଯେଣୁ ଗୋବିନ୍ଦ କୃପା ଥିଲା ତେଣୁ ଦର୍ଶନ ମୋର ହେଲା। ହରି ବୋଲ। ସିଏ କ'ଣ ଚତୁଃସନ ବାବୁ କ'ଣ ପୃଥୁ ଡାକିଥିଲେ? ସେଟା ହଠାତ୍ ଆସି ପହଞ୍ଚିଲେ। କାହିଁକି? ପୃଥୁ କହୁଛନ୍ତି ଯେ ଆପଣମାନଙ୍କ ଦର୍ଶନ କେମିତି ପାଇଲେ? ନା ଭଗବାନଙ୍କ ଦୟା ଥିବାରୁ ଭଗବାନ ଆପଣଙ୍କୁ ଏଠିକି ପଠେଇଛନ୍ତି। ସେମିତି ଆମର ଥରେ ଥରେ ଆଲୋଚନା ହୁଏ, ଆମେ କେଉଁଠୁ ପାଇବା ଗୁରୁ କେଉଁଠୁ? ଆପଣ ନିଜେ ଯୋଗ୍ୟତା ଅର୍ଜନ କଲେ, ଆପଣ ନିଜର ଯେତେବେଳେ ବ୍ୟାକୁଳ ପ୍ରାର୍ଥନା ଭଗବାନଙ୍କ ନିକଟରେ କରିବେ, ସେତେବେଳେ ମନକୁ ମନ ଆସେ ଲୋକ ଆପଣଙ୍କ ଘରେ ଖୋଜି ଖୋଜିକିରି ଠିକ୍ କ'ଣ ଆପଣଙ୍କ ଘରେ ଆସି ପହଞ୍ଚିବେ। ଆପଣ କାହାକୁ ଖୋଜିବାର ଆବଶ୍ୟକତା ନାହିଁ। ଯେଣୁ ଗୋବିନ୍ଦ କୃପା ଥିଲା ତେଣୁ ଦର୍ଶନ ମହିଲା ହରି ପାଳିକା ରକ୍ଷା ପାଇଁ ମୋହିତେ ଅଇଲ ଗୋସାଇଁ। ମୋର ସଂଶୟ ଯେତେ ଥିଲା ତୁମ୍ଭ ଦର୍ଶନେ ଦୂର ଗଲା। ମୋହର ମନୋରଥ ଯେତେ ସମ୍ପୂର୍ଣ୍ଣ କରିଦେଲ। ମୋତେ ଆନନ୍ଦେ କବାର ହରି ବୋଲ। ବେଢ଼ ପାଖ ଅଛି, ଆଉ ବେଢ଼ ପାଖ ଅଛି। କେଇଟା ହେଲାଣି? ବନ୍ଦ କରିବା, ବନ୍ଦ କରିବା। ହଁ ଆମେ ତ ଅଛେ 4 ଜଣ ଶୁଣିଲେ ଆଉ କ'ଣ। ଏଇ ପାଖରେ ଆରମ୍ଭ ହେବ ବୋଲି ମନେ ରଖିଛନ୍ତି। ନାଇଁ ଏ ତ ଚିହ୍ନା ହେଲା ଏଇ ହଁ ସେଇଠି ବାସ୍। हरे कृष्ण हरे कृष्ण 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 हरे हरे
भंगो मुनिरतिमति भंगो यदि शुद्धं वसुद्ध वा मम दोषाविद्यते हरि ओम तत्सत् हरि ओम तत्सत् हरि ओम तत्सत्